परमाराध्या जगज्जननी श्री श्री बड़मा परम पूज्यपा जुगाचार्य श्री श्री बड़दा परम पूज्यपा श्री श्री आचार्य देवों पद प्रांतरे मोर भूयसी प्रणाम निवेदन करे। आज ये पवित्र सत्संग उपस्थित वरेण्य संचालक महाशय अन्यान्य समस्त पूत पवित्र पांजाधारी कर्मी वृंद भक्तिमती मातृमंडली श्रद्धेय गुरुभ्राता मंडली छोट छोट पिला मोर आंतरिक राजय गुरु निवेदन करे। आज विषय ग्रह दोष खंडनी स्वस्थ ସୁସ୍ଥଇନୀର ଅନେକ ପ୍ରକାରର ସୁଫଳ ସମ୍ବନ୍ଧରେ ପୂର୍ବରୁ ବହୁ ଭାବରେ ଆଲୋଚନା ହେଇଛି। ଆଜି ତାର ଗୋଟିଏ ପାର୍ଟ ବା ଗୋଟିଏ ବିଶେଷ ବିଷୟବସ୍ତୁ ଯେ ଗ୍ରହ ଦୋଷ ଖଣ୍ଡନ କିପରି ହୁଏ। ସୁସ୍ଥଇନୀ ବ୍ରତକୁ ଯଦି ଆମେ ଠିକ ଭାବରେ ପାଳନ କରିବା, ସୁସ୍ଥଇନୀ ଗୋଟିଏ ବ୍ରତ ବିଶେଷ, ଏଇଟା ଆମେ ସମସ୍ତେ ଜାଣୁ। ଆଉ ସୁସ୍ଥଇନୀ ବ୍ରତକୁ ପରିପାଳନ କରିବା ଦ୍ଵାରା ମଣିଷର ଜୀବନରେ ଉନ୍ନତି ଆସେ, ଏଇଟା ଠାକୁରଙ୍କର କୁହା। ଆଉ ଯୋଉମାନେ ନେଇଛନ୍ତି ମଧ୍ୟ, ଯୋଉମାନେ ଠିକରେ ପରିପାଳନ କରିଛନ୍ତି ପାଞ୍ଚଟା ଯାକ ନିୟମକୁ, ସେମାନଙ୍କର ଜୀବନରେ ଉନ୍ନତି ଅବଶ୍ୟମ୍ଭାବୀ। ଠାକୁର ହାତ କାଟି ଲେଖି ଦେଇ ପାରନ୍ତି, ଗ୍ୟାରେଣ୍ଟିର ସହ ଏଇଟା ସେ କହିଛନ୍ତି ମଧ୍ୟ। ତେବେ ଜଣଙ୍କର ଖଣ୍ଡନ ହଉଛି କି ନା, ଆଉ ଗ୍ରହ ଦୋଷ ଖଣ୍ଡନରେ ଏଇଟା କେମିତି କଣ ଭୂମିକା ଗ୍ରହଣ କରୁଛି, ସେଇ ସମ୍ବନ୍ଧରେ ଆମେ ମାନେ ଆଲୋଚନା କରିବା। ଆଉ ଟିକେ ଯଦି କସସ୍ ହବା, ନିୟମ ଗୁଡାକୁ ଆଉ ଟିକେ ସତର୍କତାର ସହ ବହୁତ ଦୃଢ ଭାବରେ ଭଲ ଭାବରେ ପାଞ୍ଚଟା ଯାକ ନିୟମକୁ ପରିପାଳନ କରିବା, ତାହେଲେ ଆମ ମାନଙ୍କର ଯେତେ ବଡ ଗ୍ରହ ଦୋଷ ଥାଉ ନା କାହିଁକି, ଯେତେ ବଡ ରାହୁ କେତୁ ଶନି ମହାଗ୍ରହ ଦଶା ଥାଉ ନା କାହିଁକି, ତାହା କଟିବାକୁ ବାଧ୍ୟ। ସେଇ ସମ୍ବନ୍ଧରେ ହିଁ ଆଜିର ଆଲୋଚନା। କାରଣ ଆମେ ସମସ୍ତେ ଜାଣୁ କି ମନୁଷ୍ୟ ମାନେ ହଉଛନ୍ତି ଗ୍ରହର ଅଧୀନ, ଗ୍ରହର ପ୍ରଭାବ ସେମାନଙ୍କ ଉପରେ ରହିଛି। ଆଉ ସେଇ ପ୍ରଭାବ ହେତୁ ମନୁଷ୍ୟର ଜୀବନ ଧାରା ପରିଚାଳିତ ହୁଏ, ନିୟନ୍ତ୍ରିତ ହୁଏ, ଆଉ ଭାଗ୍ୟ ମଧ୍ୟ ନିର୍ଦ୍ଧାରିତ ହୁଏ। ସ୍ୱାସ୍ଥ୍ୟ, ଧନ ସମ୍ପତ୍ତି, ବିଦ୍ୟା, ବୃତ୍ତିଗତ ସଫଳତା, ସବୁ କିଛି ଯାହା ବି ନିର୍ଦ୍ଧାରିତ ହେଇଥାଏ ସେଇ ଗ୍ରହ ମାନଙ୍କର ଅନୁସାରେ। ଆମର ପୁରାତନ ଜ୍ୟୋତିର୍ବିଦ ମାନେ 27ଟି ନକ୍ଷତ୍ର ଆଉ ନବଗ୍ରହକୁ ଠାବ କରି ଆମର ଜ୍ୟୋତିର୍ବିଦ୍ୟାର ପ୍ରଚଳନ କରିଥିଲେ। ସେଇ ଅନୁସାରେ ପୃଥିବୀରେ ଏକା ସାଙ୍ଗରେ ଆଟ୍ ଏ ଟାଇମ୍ ଗୋଟେ ସେକେଣ୍ଡରେ କେବଳ ଭାରତରେ 6ଟା ଶିଶୁ ଜନ୍ମ ହୁଅନ୍ତି। ବର୍ତ୍ତମାନ ସେ ସଂଖ୍ୟା ବଢିକି 10 ହେଇଯାଇଛି। ତ ସେଇ ଅନୁସାରେ ପୃଥିବୀରେ କେତେ ଲୋକ ଜନ୍ମ ହଉଥିବେ, ତ ସମସ୍ତଙ୍କର ଜାତକ ଏକା ପ୍ରକାରର ହେଲେ ମଧ୍ୟ ଗ୍ରହ ଦଶାର ସ୍ଥିତି ଅନୁସାରେ, ଲାଟିଚୁଡ୍ ଆଉ ଲଙ୍ଗିଚୁଡ୍ ଅକ୍ଷାଂଶ ଆଉ ଦ୍ରାଘିମା ଅନୁସାରେ, ତାଙ୍କର ମନୋବୃତ୍ତି ଅନୁସାରେ ଲୋକର ଚରିତ୍ରର ବ୍ୟକ୍ତିଗତ ପରିବର୍ତ୍ତନ ଘଟିବ ହିଁ ଘଟିବ। ତ ରବି, ଚନ୍ଦ୍ର, ମଙ୍ଗଳ, ବୁଧ, ବୃହସ୍ପତି, ଶୁକ୍ର, ଶନି, ରାହୁ, କେତୁ ଏ ନବଗ୍ରହଙ୍କ କୋପ ବା କୃପାରୁ ମନୁଷ୍ୟର ଜୀବନ ଧାରାର ଯୋଉ ଅଗ୍ରଗତି ବା ପଶ୍ଚାତ୍ ଗତି ରୁଦ୍ଧ ହେଇଥାଏ। ଗ୍ରହ ଶାନ୍ତି ପାଇଁ ଜ୍ୟୋତିର୍ବିଦ ମାନେ ନାନା ଉପଚାର ପ୍ରତିକାର ବ୍ୟବସ୍ଥା ମଧ୍ୟ ଦିଅନ୍ତି। ଯେମିତି ବିଭିନ୍ନ ପଥର ପିନ୍ଧିବା, ବହୁତ ପ୍ରକାରର ପୂଜା ପାଠ କରିବା, ହୋମ ଯଜ୍ଞ କରିବା, ଏଇ ସବୁ ପ୍ରକାରର ଉପଚାର ଦିଅନ୍ତି। କିନ୍ତୁ ସେମିତି ବିଶେଷ ଫଳ ବି ମିଳେ ନା। ଅନେକ ସମୟ ଲୋକ କହନ୍ତି ଆମେ ଏଇଆ ପିନ୍ଧିଲୁ, ସେଇଆ ପିନ୍ଧିଲୁ, ଏତେ ଟଙ୍କା ଖର୍ଚ୍ଚ କଲୁ, ଏଇ ପୂଜା କଲୁ, ସେଇ ପୂଜା କଲୁ, କିନ୍ତୁ ବିଶେଷ ଭାବରେ କୌଣସି ଫଳ ଅନେକଙ୍କୁ ମିଳେ ନାହିଁ ମଧ୍ୟ। ସେଇଥିପାଇଁ ଠାକୁରଙ୍କର ଗୋଟେ ବାଣୀ ରହିଛି, ଧୃତି ବିଧାୟନା ସରି ତପୋ ବିଧାୟନା ଦ୍ଵିତୀୟ ଖଣ୍ଡ ପୃଷ୍ଠା 209ରେ ଗୋଟେ ବହୁତ ବଡ ବାଣୀ ଦେଇ ଠାକୁର ଏଇଟା ବୁଝେଇବାକୁ ଆମମାନଙ୍କୁ ଚେଷ୍ଟା କରିଛନ୍ତି ଯେ ଗ୍ରହ ଦୋଷ ହଉଛି ଆମ ମାନଙ୍କର ଅର୍ଜନର ଫଳ। ଆମେ ଯେମିତି କର୍ମ କରିବା ସେମିତି ଫଳ ପାଇବା, ଏଇଟା ଆମେ ସମସ୍ତେ ଜାଣୁ। କି ଆଜି ସୋ ଶୋଇବରେ ଯେମିତି ବୁଣିବ ସେମିତି କାଟିବ। ତେଣୁ ଠାକୁର କହୁଛନ୍ତି ଯେ ଗ୍ରହ ଦୋଷ
ଖଣ୍ଡନର ଶ୍ରେଷ୍ଠ ଉପାୟ ହିଁ ହଉଛି ଇଷ୍ଟାନୁରତି ନିଶ୍ୟନ୍ଦି, ଅର୍ଥାତ ଇଷ୍ଟଙ୍କ ପ୍ରତି ଅନୁରତି, ଇଷ୍ଟଙ୍କ ସହିତ ଆଦର୍ଶଙ୍କର ସହିତ ଅନୁସରଣ ପୂର୍ବକ ଲାଗି ରହିବା। ଆଉ ଲାଗି ରହୁ ରହୁ ତାଙ୍କର ଯୋଉ କୃପା ଝରେ, ନିଶ୍ୟନ୍ଦି, ଝରି ପଡୁଥିବା, ଇଷ୍ଟଙ୍କର କୃପା ଝରି ପଡୁଥିବା, ଇଷ୍ଟାନୁରତି ନିଶ୍ୟନ୍ଦି, ମନ୍ତ୍ର ତପା ସଦାଚାର ସମୃଦ୍ଧ, ମନ୍ତ୍ର ତପା ଅର୍ଥାତ ଆମକୁ ଯୋଉ ନାମଟିକୁ ପ୍ରଦାନ କରାଯାଇଛି ତାହାକୁ ସବୁବେଳେ ଜପ କରିବାକୁ ପଡିବ, ଦୃଢ ଭାବରେ, ଅକାଟ୍ୟ ଭାବରେ, ଅଚ୍ୟୁତ ଭାବରେ, ନିଷ୍ଠାଶୀଳ ଭାବରେ, ତାହେଲେ ଯାଇକି ହବ ମନ୍ତ୍ର ତପା। ମନ୍ତ୍ରକୁ ଯିଏ ତପସ୍ୟା କରୁଥିବ, ମନ୍ତ୍ରରେ ଯିଏ ସିଦ୍ଧି ପ୍ରାପ୍ତ କରିବ, ମନ୍ତ୍ର ତପା, ସଦାଚାର ସମୃଦ୍ଧ, ଆତ୍ମ ନିୟନ୍ତ୍ରଣ, ଶାରୀରିକ, ମାନସିକ, ଆଧ୍ୟାତ୍ମିକ ସଦାଚାରଟାକୁ ଠିକରେ ମାନୁଥିବ, ଆତ୍ମ ନିୟନ୍ତ୍ରଣ ଅର୍ଥାତ ବୃତ୍ତି ପ୍ରବୃତ୍ତିକୁ ନିୟନ୍ତ୍ରଣ କରି ଚାଲୁଥିବ, ଯାହା ଫଳରେ ଗ୍ରହ ଦୁଷ୍ଟ ଯୋଉମାନେ ଗ୍ରହ ମାନଙ୍କ ଦ୍ଵାରା ପୀଡିତ ହେଇଛନ୍ତି, ସେମାନେ କ୍ରମଶଃ ହିଁ ସ୍ୱସ୍ତୟନୀ ଅଭିଦୀପନାରେ ଚଳି ଉତ୍ସର୍ଗ ଅଭିଧ୍ୟାୟନୀ ସ୍ୱସ୍ତିର ଅଧିକାରୀ ହୋଇ ହିଁ ଥାନ୍ତି। ଯୋଉମାନେ ଇଷ୍ଟାନୁ ରତି ନିଶ୍ୟନ୍ଦି, ଯୋଉମାନେ ମନ୍ତ୍ର ତପା, ଯୋଉମାନେ ସଦାଚାର ସମୃଦ୍ଧ, ଆତ୍ମ ନିୟନ୍ତ୍ରଣ କରିବା ଜାଣନ୍ତି, ସେମାନେ ନିଶ୍ଚିନ୍ତ ରୂପରେ ହିଁ ସ୍ୱସ୍ତୟନ ମାର୍ଗର ଅଧିକାରୀ ହୁଅନ୍ତି ହିଁ ହୁଅନ୍ତି। ଈଶ୍ୱର ହିଁ ପରମ ପୁଣ୍ୟ, ଯାହା କିଛିର ପରମ ଗ୍ରହିତା, ସ୍ୱସ୍ତିର ସତ୍ ସମ୍ବର୍ଦ୍ଧନା। ତେଣୁ କୌଣସି ଗ୍ରହ ଦଶା ତାଙ୍କୁ ବଳି ପଡିବନି, ତାଙ୍କୁ ବାଦ୍ ଦେଇ କୌଣସି ଗ୍ରହ ଦଶା ବି ନାହିଁ। ତେଣୁ ଯୋଉମାନେ ଏଇ ପ୍ରକାରର ଚଳନାରେ ଚଳନ୍ତି ସେମାନେ ନିଶ୍ଚିନ୍ତ ରୂପରେ ମଙ୍ଗଳର ଅଧିକାରୀ ହୁଅନ୍ତି। ତାପରେ ଆମେ ଅନୁଶ୍ରୁତି ପ୍ରଥମ ଖଣ୍ଡ ଇଷ୍ଟବୃତ୍ତି ସ୍ୱସ୍ତୟିନୀର 64 ନମ୍ବର ବାଣୀରେ ଦେଖୁ, ଯେପରି ଗ୍ରହ ହିଁ ଥାଉ ନାରେ ତୋର, ଗ୍ରହର ବ୍ୟାଘାତେ ପଡିବୁ କମ୍, ଆୟୁ ଥାଇ ଘାଇଲା ହବୁନି, ରହିଥା ସ୍ୱସ୍ତୟନିକ୍ଷମ। ତେଣୁ ଯୋଉମାନେ ସ୍ୱସ୍ତୟନିକ୍ଷମ ସେମାନେ ଗ୍ରହର ବ୍ୟାଘାତରେ ଖୁବ କମ ହିଁ ପଡନ୍ତି, ଆୟୁ ଥାଇ ସେମାନଙ୍କର ଅପମୃତ୍ୟୁ ହୁଏ ନା। ତେଣୁ ଯୋଉମାନେ ସ୍ୱସ୍ତୟନୀ ପ୍ରବଣ ସେମାନେ ଗ୍ରହ ଦଶାରେ ପଡିବାର ଚାନ୍ସ ଟା ଖୁବ କମ ହିଁ। ତାପରେ ପୁଣି କହୁଛନ୍ତି, ଯେତେ ହିଁ ତୁମକୁ ଇଷ୍ଟାର୍ଥ କର୍ମରେ ନିୟୋଜିତ କରିଲ, ମାନେ ଯେତେ ତୁମେ ଇଷ୍ଟଙ୍କର କାମ କରିଲ, ତାଙ୍କ କାମରେ ଲାଗି ରହିଲ, ଅଚ୍ୟୁତ ଆଗ୍ରହ ଆତିଶଯ୍ୟ ଉଦ୍ଦୀପନାରେ, ଅଚ୍ୟୁତ ଆଗ୍ରହ ଅର୍ଥାତ୍ ତାଙ୍କର କାମରୁ ତୁମେ କେତେବେଳେ ବି ଚ୍ୟୁତ ନୁହଁ, ଅଚ୍ୟୁତ ଆଗ୍ରହ ଆତିଶଯ୍ୟ ଉଦ୍ଦୀପନା, ଆତିଶଯ୍ୟ ଅତିଶୟ ଭାବରେ ତାଙ୍କର କାମ କରିବା ପାଇଁ ତୁମେ ଉଦ୍ଦୀପନା ଯୁକ୍ତ ଥିବ। ଯାହାର ଯେମିତି ବୈଶିଷ୍ଟ୍ୟ, ଯିଏ ଯେମିତି ପାରେ, ଯାହାକୁ ଯୋଉ ପ୍ରକାର କାମ କରିବାକୁ ଭଲ ଲାଗେ, ତାଙ୍କର ତ ବହୁତ କାମ ଅଛି, କୋଉ ବି କାମ କିଏ କରିପାରେ। ବୁଦ୍ଧି, ବିବେକ ଓ ସନ୍ଧିଶ୍ଚାକୁ, ତୁମର ନିଜର ବୁଦ୍ଧି, ତୁମର ବିବେକ ଅର୍ଥାତ୍ ବିବେଚନା କ୍ଷମତା ଯୁକ୍ତ ଓ ସନ୍ଧିଶ୍ଚା ଅର୍ଥାତ୍ ଇନକୁଇଜିଟିଭନେସ, ସକ୍ରିୟ ଭାବେ ଉପଚୟୀ ସନ୍ଦୀପନାରେ, ସକ୍ରିୟ ଭାବେ କାମ କରିବାର ଆବେଗ ନେଇ ଉପଚୟୀ ସନ୍ଦୀପନାରେ ନିয়োଗ କରି ଅବାଧ୍ୟ ଦାୟିତ୍ୱରେ, ପ୍ରବୃତ୍ତିର ନିୟନ୍ତ୍ରଣ ଠାରୁ ସେତେ ହିଁ ତୁମେ ଦୂରେଇ ଆସିବାକୁ ଲାଗିଲ। ଯେତେ ତୁମେ ତାଙ୍କ କାମ କରିବ, ତାଙ୍କ ପାଖରେ ତୁମର ଯେତେ ମନଟା ଲାଗିବ, ଯେତେ ତୁମର ମନ ଇଷ୍ଟ କର୍ମରୁ ବିଚ୍ୟୁତ ହବ ନାହିଁ, ସେତେବେଳେ ହିଁ ତୁମେ ପ୍ରବୃତ୍ତିର ନିୟନ୍ତ୍ରଣ ଠାରୁ ଦୂରେଇ ଆସିଲ।
ଶିଥିଳ ହେଇ ଉଠିବାକୁ ଲାଗିଲା ତାର ମୁଷ୍ଟି, ମୁଷ୍ଟି ମାନେ ମୁଠା, କାହାର? ଗ୍ରହ ଦଶାର ମୁଠା। ତତ୍ ସଂଜାତ ଗ୍ରହ ବୈଗୁଣ୍ୟ, ଆଉ ତୁମ ଉପରେ ସେପରି ଆଧିପତ୍ୟ କରିପାରିଲା ନାହିଁ। ସେଇ କର୍ମ ଫଳରୁ ସୃଷ୍ଟି ହେଇଥିବା ଯୋଉ ଗ୍ରହର ବୈଗୁଣ୍ୟ, ଗ୍ରହର ଖରାପ ଗୁଣ ଗୁଡାକ ଆଉ ତୁମ ଉପରେ ଆଧିପତ୍ୟ ବିସ୍ତାର କରିପାରିବ ନାହିଁ। ତୁମର ଅଦୃଷ୍ଟ ଅର୍ଥାତ୍ ତୁମର ଭାଗ୍ୟ ଆବଦ୍ଧ ହବାକୁ ଲାଗିଲା ସେଇ ଇଷ୍ଟାର୍ଥ ଅନୁସେବୀ ଆଗ୍ରହ ଆକର୍ଷଣରେ। ସେଇ ଇଷ୍ଟାର୍ଥ ଅର୍ଥାତ୍ ଇଷ୍ଟଙ୍କର କାମ କରିବାର ଯୋଉ ଆଗ୍ରହ, ଯୋଉ ସେବା, ଯୋଉ ଆଗ୍ରହ ଆକର୍ଷଣ, ସବୁ ଦିଗ ଦେଇ ସବୁ ଭାବରେ ସ୍ୱାର୍ଥ ହୋଇ ଉଠିବାକୁ ଲାଗିଲା, ତାହା ହିଁ ତୁମର। ତୁମର କର୍ମଫଳ ବି ସେଇ ଦିଗ ଦେଇ ସେଇ ପଥରେ ନିୟନ୍ତ୍ରିତ ହବାକୁ ଲାଗିଲା। ତତ୍ ପ୍ରସୂତ ଭଲ ବା ମନ୍ଦ କିଛି ହିଁ ତୁମକୁ ପ୍ରରୋଚିତ କରି ନିୟନ୍ତ୍ରଣ କରିପାରି ଉଠିଲା। ରୁଦ୍ଧି ଓ ସିଦ୍ଧିର ପଥ ମୁକ୍ତ ହବାକୁ ଲାଗିଲା। ସେହି ଦିଗ ଦେଇ ଗ୍ରହର ଶାନ୍ତି ବା ସ୍ୱସ୍ତୟନୀର ତାତ୍ପର୍ଯ୍ୟ ବି ତାହା ହିଁ। ତେଣୁ ଯେତେ ତୁମେ ଇଷ୍ଟ କର୍ମରେ ଲାଗି ରହିବ, ସେତେ ଗ୍ରହର ଶାନ୍ତି ତୁମର ଦିନକୁ ଦିନ ଦିନକୁ ଦିନ ବଢି ଚାଲିବ। ତାପରେ ବିଜ୍ଞାନ ବିଭୂତିର 38 ନମ୍ବର ବାଣୀରେ କହୁଛନ୍ତି ଠାକୁର, ଯାହା କିଛି ହଉନା କାହିଁକି ତାକୁ ଗ୍ରହଣ କରିବାର ଯେ ତ୍ରୁଟି ମଣିଷକୁ ବିକୃତ ପନ୍ଥାରେ ଟାଣି ବିଭ୍ରାନ୍ତ କରି ଦୁର୍ଦ୍ଦଶା ଦିଗରେ ନେଇଯାଏ। କଣ କହୁଛନ୍ତି ନା, ଯାହା କିଛି ହଉନା କାହିଁକି ତାକୁ ଗ୍ରହଣ କରିବାର ଯୋଉ ତ୍ରୁଟି, ଗ୍ରହଣ କରିବାଟା ହିଁ ତ ଗ୍ରହ ଦୋଷ, ମଣିଷକୁ ବିକୃତ ପନ୍ଥାରେ ଟାଣି ବିଭ୍ରାନ୍ତ କରି ଦୁର୍ଦ୍ଦଶା ଦିଗରେ ନେଇଯାଏ। ତା କିନ୍ତୁ ସେଇ ଗ୍ରହଣ ତ୍ରୁଟି ଅର୍ଥାତ୍ ଗ୍ରହର ଦୋଷ, ଆଉ ସେଇ ଗ୍ରହଣ ଯେତେବେଳେ ବିକୃତ ବିଭ୍ରାନ୍ତିର ପଥରୁ ଟାଣି ସୁପଥରେ ନେଇଯାଏ, ସତ୍ ନିଷ୍ଠ କରି ତୋଳେ, ଶ୍ରେୟ ନିଷ୍ଠ କରି ତୋଳେ, ସେତେବେଳେ ହିଁ ତା ଦୋଷ ବା ତ୍ରୁଟି ମୁକ୍ତ ହୁଏ। ଅର୍ଥାତ୍ ଗ୍ରହର ଦୋଷ କଟିଯାଇ ସୁଗ୍ରହର ଆଗମନ ସୂଚିତ ହୁଏ। ପୁନଶ୍ଚ ସୌର ଜଗତର ଯେଉଁ ଗ୍ରହ ଗୁଡିକ ପୃଥିବୀକୁ ଗ୍ରହଣ କରିଅଛି, ଅର୍ଥାତ୍ ଆମେ ଜାଣୁ କି ସୌର ଜଗତର 8ଟା ଗ୍ରହ ରହିଛି। 8ଟା ଗ୍ରହ ଗୁଡିକ ପୃଥିବୀକୁ କଭର କରିଛି। ଯେମିତି ଆପଣ ଦେଖନ୍ତୁ ଚନ୍ଦ୍ର, କାରଣ ଆମର ଜ୍ୟୋତିଷ ଗ୍ରହ ଆଉ ଆମର ବିଜ୍ଞାନର ଗ୍ରହ ଅଲଗା। ଆମେ ଚନ୍ଦ୍ରକୁ ଉପଗ୍ରହ ବୋଲି କହୁଛେ ବିଜ୍ଞାନରେ, କିନ୍ତୁ ଆମର ଜ୍ୟୋତିଷ ବିଦ୍ୟାରେ ଚନ୍ଦ୍ରଟାକୁ ଗୋଟେ ଗ୍ରହ ବୋଲି ମନାଯାଇଛି। ଚନ୍ଦ୍ରର ଉପର ପାର୍ଟ ଟା ରାହୁ, ତଳ ପାର୍ଟ ହେଲା କେତୁ। ତାପରେ ସୂର୍ଯ୍ୟଙ୍କୁ ବି ମହାଗ୍ରହ, କିନ୍ତୁ ଆମେ ସୂର୍ଯ୍ୟଙ୍କୁ ଷ୍ଟାର ବା ନକ୍ଷତ୍ର ବୋଲି କହୁଛେ, କିନ୍ତୁ ଜ୍ୟୋତିର୍ବିଦ୍ୟାରେ ସୂର୍ଯ୍ୟଙ୍କୁ ରବି ମହାଗ୍ରହ ବୋଲି କୁହାଯାଏ। ତ ଚନ୍ଦ୍ରର ପାର୍ଟ ହେଲା ରାହୁ ଆଉ କେତୁ। ତାପରେ ଆପଣଙ୍କର ସୂର୍ଯ୍ୟ ମହାଗ୍ରହ ବା ରବି ମହାଗ୍ରହ, ବୁଧ, ଶୁକ୍ର, ପୃଥିବୀ, ମଙ୍ଗଳ, ବୃହସ୍ପତି, ୟୁରାନ୍ସ ଆଉ ନେପଚ୍ୟୁନ୍। ଆମେ ଏତିକି ଜାଣୁ। ପ୍ଲୁଟୋ ତ ଗ୍ରହର ମାନ୍ୟତାରୁ ବାଦ ପଡିଛି। ପ୍ଲୁଟୋ ବି ଜ୍ୟୋତିର୍ବିଦ୍ୟାରେ ବର୍ଣ୍ଣିତ ହେଇଥିବା ଗ୍ରହ ନୁହେଁ, ତାକୁ ଦେଖାଯାଇ ପାରିନଥିଲା ସେ ସମୟରେ, କାରଣ ସେ ବହୁତ ଦୂରରେ ଅଛି। ତ ଆମର ସୌର ଜଗତର ଯୋଉ ଗ୍ରହ ଗୁଡାକ ରହିଛି, ସେଗୁଡାକ ପୃଥିବୀର ଯେତେ ପାଖାପାଖି, ତ ସେମାନେ ଆମ ଉପରେ ପ୍ରଭାବ ପକାନ୍ତି। କେମିତି ନା, ସୂର୍ଯ୍ୟଙ୍କର ରଶ୍ମି ତାଙ୍କ ମାନଙ୍କ ଉପରେ ବି ପଡୁଛି, ପୃଥିବୀ ଉପରେ ବି ପଡୁଛି। ତ ତାଙ୍କ ମାନଙ୍କର ରଶ୍ମିଟା ରିଫ୍ଲେକ୍ଟ ହେଇ ବା ପ୍ରତିଫଳିତ ହେଇ ଯେତେବେଳେ ଆସିକି ପୁଣି ପୃଥିବୀ ଉପରେ ପଡୁଛି, ସେଇ ସବୁ ରଶ୍ମି ଗୁଡାକ ଜମା ହେଇ ଯୋଉ ପଥର ଗୁଡାକରେ ଆକ୍ୟୁମୁଲେଟ ହେଇଥାଏ, ତାକୁ ଆମେ ଗ୍ରହ ପଥର କହୁ। ସେଇ ଅନୁସାରେ ଆମ ମାନଙ୍କର ମାନସିକ ବୃତ୍ତି ମଧ୍ୟ ନିର୍ଦ୍ଧାରିତ ହେଇଥାଏ। ତେଣୁ ପୃଥିବୀକୁ ଯୋଉ ଗ୍ରହଣ କରିଛନ୍ତି ଗ୍ରହ ଗୁଡାକ, କିମ୍ବା ପୃଥିବୀ ଯେଉଁମାନଙ୍କ ସଂଗ୍ରହରେ ସଂଗ୍ରହାହିତ ହୋଇଛି, ସେମାନେ ବି କିନ୍ତୁ ଗ୍ରହ। ଯେ ଯେତେବେଳେ ହିଁ ଜନ୍ମ ଗ୍ରହଣ କରୁନା କାହିଁକି, ତତକାଳେ ଯେଉଁଟା ତାର ଲଗ୍ନ,
ଜନ୍ମ ହେଲା ବେଳେ ଯୋଉ ଲଗ୍ନ ଆମେ କହୁଛେ ବା ଲାଗି ରହିବା ବା ଲାଗୁଆ ଗ୍ରହ ଯୋଉଟା ତାକୁ ଲାଗିକି ରହିଛି ବା ଲାଗୁଆ ଗ୍ରହ ଅର୍ଥାତ୍ ସେହି ଜନ୍ମ ସମୟ ସହିତ ଯେ ଗ୍ରହ ସମ୍ବନ୍ଧାନ୍ୱିତ ଓ ସଂସ୍ଥିତ ଜନ୍ମ ସମୟ ସହିତ ଲଗ୍ନ ସହିତ ଯୋଉ ଗ୍ରହ ଲାଗିକି ରହିଛି ସମ୍ବନ୍ଧରେ ରହିଛି ବା ଯାହା ସହିତ ତାର ସହ ସଂସ୍ଥ ସମ୍ବନ୍ଧ ହେଇଛି ପାଖାପାଖି ରିଲେଟ ଅଛନ୍ତି କୋ ରିଲେଟ କରିହବ ତାକୁ ଧରି ଓ ଅନ୍ୟାନ୍ୟ ଗ୍ରହର ପରାବର୍ତ୍ତନୀ ପରିପ୍ରେକ୍ଷା ସହିତ ନିର୍ଣ୍ଣିତ କାରକତାର କୂଟଚଳନରେ ସେହି ଜୀବନ ଗତିକୁ ପରିମାପ କରିବାର କାଇଦା ହିଁ ହଉଛି ଫଳିତ ଜ୍ୟୋତିର୍ବିଦ୍ୟା ବା ଜ୍ୟୋତିଷ ବିଦ୍ୟା। ମନେକର ଆମେ ଯେଉଁ ଗ୍ରହର ସ୍ଥିତିର କାଳରେ ଜନ୍ମିଥାଉ ଅର୍ଥାତ୍ ଯେ ବା ଯାହା କିଛି ଜନ୍ମେ ତା ସହିତ ଯେଉଁ ଗ୍ରହ ସମସାମୟିକ ସଂସ୍ଥିତି ସୃଷ୍ଟି କରେ ସେଇଟାକୁ କେନ୍ଦ୍ର କରି ତଦନୁକ ପରାବର୍ତ୍ତନୀ ଜୀବନ ଗତି ଯେଉଁଠାରେ ହୁଏ ଆମ ମାନଙ୍କର ପ୍ରାପ୍ତି ବି ହୁଏ ଠିକ ସେହିପରି ହିଁ ସେଇ ଗ୍ରହ ସଂସ୍ଥିତି ନାନା ବସ୍ତୁ ବିଷୟ ଓ ପରିସ୍ଥିତି ସମ୍ପର୍କରେ ଆମର ଗ୍ରହଣ ଭଙ୍ଗୀକୁ ବା କ୍ରିୟା ପ୍ରତିକ୍ରିୟାକୁ ଅନେକ ଦୂର ନିୟମିତ କରିଲେ ବି ଆମେ ତାର ପ୍ରଭାବରେ ଉର୍ଦ୍ଧ୍ୱରେ ଯାଇପାରୁ ବହୁତ ଯଦିଓ ତା ଦ୍ଵାରା ପରିଚାଳିତ ହଉ କିନ୍ତୁ ତାର ପ୍ରଭାବରେ ବହୁତ ଉର୍ଦ୍ଧ୍ୱକୁ ଯାଉ ଯେମିତି ଆପଣ ଦେଖୁଥିବେ ଯେ ଥରକର ସପ୍ତମ ଅଷ୍ଟମରେ ମଙ୍ଗଳ ରହିଲା ତାହେଲେ ବିବାହରେ ବହୁତ ପ୍ରୋବ୍ଲେମ ହୁଏ ତାକୁ ଆମେ ମଙ୍ଗଳ ଗ୍ରହ ଦଶା ଯୁକ୍ତ କହୁ ତେଣୁ ବାହାଘରେ ସବୁବେଳେ ପ୍ରାୟତଃ ଡିଷ୍ଟରବାନ୍ସ ଲାଗି ହିଁ ଥାଏ ତେଣୁ ମଙ୍ଗଳ ଗ୍ରହ ଦଶା ପୁଅକୁ ମଙ୍ଗଳ ଗ୍ରହ ଦଶା ଝିଅ ସାଙ୍ଗରେ ବିବାହ ଦିଆଯାଏ ତାହେଲେ ସେମାନେ ମାଡ ପିଠି ହେଲେ ବି ସେ ତାଙ୍କର ମ୍ୟାନେଜ କରିବେ ସେମିତି ଅନେକ ଗ୍ରହ ଦଶାର ସ୍ଥିତି ରହିଲେ ଆପଣ ଦେଖନ୍ତୁ ସବୁ ବିରାଟ କାୟ ଧନୀ ଆପଣ ଇଲନ ମସ୍କ ର କଥା ଦେଖନ୍ତୁ ମୁକେଶ ଅମ୍ବାନୀର କଥା ଦେଖନ୍ତୁ ବିରାଟ କ୍ରିକେଟର ଯୋଉମାନେ ବହୁତ ମାନେ ନାମୀ ଦାମୀ ଅଛନ୍ତି ଯୋଉ ବି ଆସ୍ପେକ୍ଟ ର ହୁଅନ୍ତୁ କୋଉ କୋଉ ଗ୍ରହ ଦଶାର କମ୍ବିନେସନ କୋଉ ସ୍ଥାନରେ ଜାତକରେ ରହିଲେ ସେ ଜାତକ ବହୁତ ବଡ ହୁଏ ବହୁତ ନାମ କରା ବ୍ୟକ୍ତିତ୍ବ ବିଶିଷ୍ଟ ରାଜନୀତିଜ୍ଞ ହବ କିଏ ସଙ୍ଗୀତଜ୍ଞ ହବ କିଏ ବୈଜ୍ଞାନିକ ହବ କିଏ ଗବେଷକ ହବ କିଏ ଦାର୍ଶନିକ ହବ କିଏ ସମାଜ ସଂସ୍କାରକ ହବ ଥାଏ ଥାଏ ସବୁ କୋଉ ଗ୍ରହ ଦଶାର ଚଳନେ କୋଉ ଗ୍ରହ ଦଶାର କମ୍ବିନେସନ କି କେମିତି ହୁଏ ତେଣୁ ସେଗୁଡାକ ଆମକୁ ବହୁତ ଉର୍ଦ୍ଧବକୁ ବି ନିଏ ଆଉ ପୁଣି କାହା ସହିତ କାହାର କମ୍ବିନେସନ ରହିଲେ ଆମେ ବହୁତ ତଳକୁ ବି ଚାଲିଯାଉ ବହୁତ କଷ୍ଟ ପାଉ ବହୁତ ତଳି ତଳାନ୍ତ ହଉ ଅର୍ଥାତ୍ ଆମେ ମାନେ ଅତିକ୍ରମ କରିପାରୁ ଭଲ ମନ୍ଦ ଯାହା କିଛିର ଶୁଭ ନିୟନ୍ତ୍ରଣୀ ଶକ୍ତି ସମ୍ପନ୍ନ କୌଣସି ଶ୍ରେୟ ପୁରୁଷଙ୍କ ଠାରେ ଯଦି ନିଷ୍ଠା ଆନୁଗତ୍ୟ ଓ କୃତି ସମ୍ବେଗ ନେଇ ଚାଲୁ ତାମାନେ କୌଣସି ଆଦର୍ଶଙ୍କ ପାଖରେ ଯଦି ଆମେ ନିଷ୍ଠା ଆନୁଗତ୍ୟ ଅର୍ଥାତ ଭଲ ପାଇବା ଅନୁସରଣ ପୂର୍ବକ ଯାହାଙ୍କର ବିଧିକୁ ମନାଯାଏ ଆଉ କରିବାର ଆବେଗ ହେଲା କୃତି ସମ୍ବେଗ ନେଇ ଚାଲୁ ତେଣୁ ଶ୍ରେୟନିଷ୍ଠ ହୋଇ ସଦାଚାରରେ ସତ୍ ପଥରେ ଚାଲିବା ହିଁ ଜୀବନ ଚଳନାର ପରମ ସ୍ୱସ୍ତୟନ ତାହଲେ ସ୍ୱସ୍ତୟନ କଣ ନା ସଦାଚାର ସମୃଦ୍ଧ ହେଇ ଶ୍ରେୟଙ୍କର କଥାକୁ ପରିପାଳନ କରି ଜୀବନ ଚଳନରେ ଚାଲିବାଟା ହିଁ ଜୀବନର ସବୁଠୁ ଶ୍ରେଷ୍ଠ ସ୍ୱସ୍ତୟନୀ ବ୍ରତ ଗୋଟିଏ କଥାରେ ସେହି ସନ୍ଦୀପନୀ ଅସତ୍ ଅତିକ୍ରମୀ ଚଳନ ହିଁ ହଉଛି ସ୍ୱସ୍ତୟନ ତେଣୁ ଆମର ବୃତ୍ତି ପ୍ରବୃତ୍ତିକୁ ନିୟନ୍ତ୍ରଣ ଯଦି ଆମେ ନ କରିପାରୁ ଅସତ୍ ପ୍ରବୃତ୍ତିକୁ କାଟି ଯଦି ଉପରକୁ ନ ଯାଇ ପାରିଲୁ ତାହେଲେ ବି ଆମେ ସୁସ୍ଥ ହିଁ ନେଇଛୁ ବୋଲି କହିବାଟା ନିଜକୁ ଖରାପ ଲାଗିବା ଦରକାର ତାପରେ ଆମେ ସୁସ୍ଥ ହି କିଛି ବି ନିୟମକୁ ପରିପାଳନ କରୁନାହିଁ ତେଣୁ ଅସତଚଳନ ନିହାତି କଟିବା ଦରକାର ଅସତ୍ ଚଳନ କଟିଲେ ହିଁ ଆମେ ସତରେ ଅବସ୍ଥାନ କରିବା ଆଉ ସତରେ ଅବସ୍ଥାନ କଲେ ହିଁ ଯାଇ ଆମର ପ୍ରକୃତ ଉନ୍ନତି ଟା ସମ୍ଭବ ହେଇପାରିବ ଯଦି ତା ନ ହୁଏ ତାହେଲେ କିନ୍ତୁ ଆଉ ଉନ୍ନତି ଘଟିବ ନାହିଁ ଆଚ୍ଛା ତାପରେ ପୁଣି ଠାକୁର କହୁଛନ୍ତି ଆଲୋଚନା ପ୍ରସଙ୍ଗ 13 ଖଣ୍ଡ 16/7/1948 ମସିହା ସୂର୍ଯ୍ୟର
ଯେପରି ରୋଜ ହିଁ ସଂକ୍ରମଣ ହଉଛି। ଗୋଟେ ଅଞ୍ଚଳରୁ ଯେତେବେଳେ ଅନ୍ୟ ଅଞ୍ଚଳକୁ ଯାଏ ସୂର୍ଯ୍ୟ, ସେତେବେଳେ ତାକୁ କହେ ସଂକ୍ରାନ୍ତି। ସ୍ୱସ୍ତୟନୀ ବ୍ରତନିଷ୍ଠା ସହକାରେ ପ୍ରତିଟି ନୀତିବିଧି ସହିତ ପାଳନ କରୁଥିଲେ, ଆମମାନଙ୍କର ବି ସେପରି ସୂର୍ଯ୍ୟଙ୍କ ସଙ୍ଗେ ସଙ୍ଗେ ନିତ୍ୟ ସେହି ବ୍ରତାନୁଯାୟୀ ଜୀବନ ଚଳନାର କ୍ଷେତ୍ରରେ ଧୀରେ ଧୀରେ ଏକ ନୂଆ ଜଗତର ସଂକ୍ରମଣ ଅର୍ଥାତ୍ ଅନୁପ୍ରବେଶ ସଂଗଠିତ ହୁଏ। ସଂକ୍ରାନ୍ତି ଭଳିଆ ଗୋଟେ ସଂକ୍ରାନ୍ତି ଯାଏ ଆଉ ଗୋଟେ ସଂକ୍ରାନ୍ତି ଆସେ, ସେମିତି ଆମ ଜୀବନରେ ବି ନୂଆ ନୂଆ ଗତିପଥ ନିର୍ଦ୍ଧାରିତ ହୁଏ। ଏହି ଇଷ୍ଟାଭିମୁଖୀ ସଂକ୍ରମଣ ଫଳରେ ପ୍ରବୃତ୍ତି ଅଭିଭୂତିର ନାଗଫାସରୁ ଆମେ ଧୀରେ ଧୀରେ ମୁକ୍ତି ଲାଭ କରୁ। ଏହି ଇଷ୍ଟାଭିମୁଖୀ ସଂକ୍ରମଣ ଫଳରେ ଏଇ ଇଷ୍ଟଙ୍କର ଯେତେ ଲାଗି ରହିବାଟା ଆମର ବଢିବ, ତାଙ୍କର ଅଭିମୁଖୀ ଆମେ ହବା, ତ ଆମର ଯୋଉ ପ୍ରବୃତ୍ତି ଅଭିଭୂତି ଯୋଉ ଆକାଂକ୍ଷା ରହିଛି, ପ୍ରବୃତ୍ତି ଆକାଂକ୍ଷା, ତାର ନାଗଫାସ, ନାଗଫାସ ଶବ୍ଦଟି ଆପଣ ଜାଣିଛନ୍ତି ଯେ ଲକ୍ଷ୍ମଣଙ୍କୁ ଯେତେବେଳେ ଶକ୍ତି ବନ୍ଧନ ହେଇଥିଲା, ସେ ପୁରା ମୃତବତ୍ ପଡି ରହିଥିଲେ, ସେଇଟାକୁ ନାଗଫାସ ବୋଲି କୁହାଯାଏ। ତାମାନେ ବୃତ୍ତି ପ୍ରବୃତ୍ତିର ଏଇ ଯୋଉ ନାଗଫାସରୁ ଆମେ ଧୀରେ ଧୀରେ ମୁକ୍ତି ଲାଭ କରିପାରୁ। ସେତେବେଳେ ଗ୍ରହ ବା ଗଣ୍ଠି ବା ପ୍ରବୃତ୍ତି ବା କମ୍ପ୍ଲେକ୍ସ ଗ୍ରନ୍ଥି ବା ନଟ୍ସ ଗୁଡାକ ଆମ ମାନଙ୍କୁ ଆଉ କବ୍ଜା କରିପାରିବ କମ ହିଁ। ତେଣୁ ଆମକୁ ଲାଗି ରହି ତାଙ୍କର କାମଟାକୁ ଜୋରେ ସୋରେ କରିବାକୁ ପଡିବ। ଯେ ଯୋଉ ବି କାମ କରୁନା କାହିଁକି, ତାଙ୍କର ଯୋଉ କାମ ଯାହାକୁ ଭଲ ଲାଗେ, ଯାହାର ବୈଶିଷ୍ଟ୍ୟ ମାଫିକ ଯେ ଯେମିତି କରିପାରିବ, କିନ୍ତୁ ଲାଗି ରହିକି କରିବାକୁ ପଡିବ। ଯେତେ ଲାଗି ରହି ମଣିଷ କରିବ, ସେତେ ତାର ପ୍ରଭାବରୁ ରକ୍ଷା ପାଇବ। ଏଇଟା ଠାକୁରଙ୍କର ବାରମ୍ବାର କି ଦେଖନ୍ତୁ, ଏତେ ଗୁଡେ ବାଣୀ ଆଲୋଚନା ପ୍ରସଙ୍ଗର କଥା ସବୁଠି ଠାକୁର ବାରମ୍ବାର କି ମେନସନ କରୁଛନ୍ତି। ତାମାନେ ଗ୍ରହ ଉପର କୁପ୍ରଭାବରୁ ସ୍ୱସ୍ତୟନୀର ପ୍ରଭାବରେ ମୁକ୍ତି ମିଳିବ। କିନ୍ତୁ ଏଇଟା କେମିତି ସମ୍ଭବ? କାରଣ ଆମେ ଜାଣିଛୁ କି ସ୍ୱସ୍ତୟନୀର ଅର୍ଥ ହଉଛି ସୁ, ଅସ୍ତି, ଅୟନି। ସୁ ମାନେ ମଙ୍ଗଳ, ଅସ୍ତି ମାନେ ଅସ୍ତିତ୍ୱକୁ ରକ୍ଷା କରେ ଯା, ଅୟନି ହେଲା ବାଟ। ତେଣୁ ମଙ୍ଗଳର ପଥ, ମଙ୍ଗଳର ପଥରେ ଯିଏ ଯାତ୍ରା କରୁଥାଏ, ତାର ଅମଙ୍ଗଳ କେମିତି ହବ? କେହି ବି ତାର ଅମଙ୍ଗଳ କେବେ କରି ହିଁ ପାରିବେନି। ତ ଯଦି କିଛି ପ୍ରାରବ୍ଧ କର୍ମଫଳ ଥାଏ ବି, ତେବେ ଇଷ୍ଟଙ୍କୁ ଅର୍ଘ୍ୟ ନିବେଦନ କରିବା ଏବଂ 30 ଦିନରେ ତାଙ୍କ ପାଖକୁ ପ୍ରେରଣ କରିବା, 3 ଟଙ୍କା ଆମକୁ ସ୍ୱସ୍ତୟନୀ ପ୍ରେରଣ କରିବା ପାଇଁ କୁହାଯାଇଛି। ତା ଦ୍ୱାରା ଆମ ମାନଙ୍କର ରିଷ୍ଟ ଖଣ୍ଡନ ହୁଏ। ପଡା ପଡୋଶୀର ସେବାରେ ନିଜକୁ ନିୟୋଜିତ କରିବା ଦ୍ୱାରା ପାରିପାର୍ଶ୍ୱିକର ସହଯୋଗର ହାତ ଲମ୍ବି ଆସେ। ଶତ୍ରୁ ନାଶ ହେବେ ବା କମଜୋର ପଡିଯିବେ ଏହା ଦ୍ୱାରା। କାରଣ ଆପଣ ଦେଖନ୍ତୁ, ସ୍ୱସ୍ତୟୀନ ଗୋଟେ ନିୟମରେ ଏଇଟା ବି ଉଲ୍ଲେଖ ଯେ ପ୍ରତିଦିନ ନିଜର ପାଖ ପଡୋଶୀ ବା ପ୍ରତିବେଶୀ ମାନଙ୍କୁ ଯାଜନ କରିବ, ଯାଜନ ସମୃଦ୍ଧ କରି ରଖିବ। ଅନ୍ତତଃ ଗୋଟିଏ ଲୋକକୁ ତ ପରିବେଶରେ। ତେଣୁ ଯିଏ ପ୍ରତିନିତ୍ୟ ଯାଜନ କରେ, ଅଲଗା ମାନଙ୍କର ଭରସା ଜିତେ, ଅଲଗା ମାନଙ୍କୁ ସେବା ଦିଏ, ଅଲଗା ମାନଙ୍କର ସାହାଯ୍ୟ କରେ, ତାଙ୍କର ମଙ୍ଗଳ ଦିଗରେ ନିଜକୁ ପ୍ରରୋଚିତ କରି ରଖେ, ଲୋକମାନେ ତ ତାକୁ ଭଲ ପାଇବେ, ତାର ଅଭାବ ଅସୁବିଧାରେ ତାକୁ ସାହାଯ୍ୟ କରିବେ, ତାର ସବୁ କାମରେ ତାର ପାଖରେ ଆସି ଠିଆ ହେବେ। ନିଶ୍ଚିନ୍ତ ରୂପରେ ସ୍ୱାଭାବିକ କଥା। ତେଣୁ ଏଥିରେ ଶତ୍ରୁ ନାଶ ହେବେ, ଶତ୍ରୁତା ବଢିବନି, ସେମାନେ କମଜୋର ହୋଇ ପଡିବେ ଏହା ଦ୍ୱାରା। ତାପରେ ପୁଣି ଆମକୁ ଉଦ୍ବୃତ ରଖିବା ପାଇଁ ବି କୁହାଯାଇଛି। ସ୍ୱସ୍ତୟନ ଯୋଉ ବଳକା ଅର୍ଘ୍ୟ, ବ୍ରତାଘ୍ୟର ଉଦ୍ବୃତକୁ ସଞ୍ଚୟ କରି ରଖିବା ଏବଂ ତାହାକୁ ଲାଭଜନକ ଉପାୟରେ କ୍ରମ ବୃଦ୍ଧିପର କରି ଏକ ବିଶାଳ ରାଶିରେ ପରିଣତ କରିବା ଦ୍ୱାରା ଆର୍ଥିକ ଦିଗ ବି
ଠିକ ହୋଇଯାଏ। ବିପଦ ଆପଦରେ ଏଣେ ତେଣେ ଧାଁ ଧପଡ ନ କରି ଆ ତା ଆଗରେ ହାତ ନ ପତାଇ ନିଜେ ସ୍ୱାବଲମ୍ବୀ ହୋଇପାରିବ ବ୍ରତଧାରୀ। ଲକ୍ଷ୍ମୀ ସ୍ୱୟଂ ଆସି ତା ଗୃହରେ ଅବସ୍ଥାନ କରିବେ। ଆପଣମାନେ ଜାଣନ୍ତି କି ଯୋଉଟା ଉଦ୍ଭୃତ ଅର୍ଘ୍ୟ ତାକୁ ଯଦି ଆମେ ନିଜ ପାଖରେ ରଖୁ, ଯୋଉଟା ପୋଷ୍ଟ ଅଫିସରେ ଲୋକ ରଖୁଥିଲେ ଏମିତି ରଖନ୍ତି, ତାର ଏକ ପଞ୍ଚମାଂଶ, ପାଞ୍ଚ ଭାଗରୁ ଯୋଉ ଏକ ଭାଗ ସେଟା ନିଜେ ମଧ୍ୟ ଲୋକ ୟୁଟିଲାଇଜ କରିପାରିବ, କିନ୍ତୁ ତତ୍କାଳୀନ ଆଚାର୍ଯ୍ୟ ଦେବଙ୍କର ପରମିଶନ ଅନୁସାରେ। ଆଉ ଚାରି ଭାଗଟା ଇଷ୍ଟଙ୍କର ରହିବ, କାରଣ ସେଇ ପଇସାକୁ ସେ ବଢେଇ ବଢେଇ କ୍ରମ ବୃଦ୍ଧି କରି ବହୁତ ବିଜନେସ ର ଦିଗରେ ଅଗ୍ରସର ହେଇପାରେ। ତ ଚିନ୍ତା କରନ୍ତୁ, ଏଇ ପ୍ରକାର ସବୁ ଲୋକ ଯଦି କରିବେ ତାହେଲେ କେତେ ହଜାର ହଜାର କୋଟି ଟଙ୍କା ଆମର ହେଇଯିବ। ତ ଏଥିରେ ଅନେକ ଲୋକମାନେ ରୋଜଗାର ସଂସ୍ଥାନ ବି ପାଇପାରିବେ। ତାମାନେ ନିଜର ଯୋଉ ଆର୍ଥିକ ଦୁରାବସ୍ଥା ରହିଛି ସେଟା ବି କଟିପାରିବ। ତାପରେ ପୁଣି କୁହାଯାଇଛି ଫାଷ୍ଟ ନିୟମରେ ଯେ ଶରୀରକୁ ଶ୍ରୀ ବିଗ୍ରହ ମନେ କରି ଇଷ୍ଟଙ୍କର ଯନ୍ତ୍ର, ଲକ୍ଷ୍ମୀଙ୍କର ଯନ୍ତ୍ର ବିବେଚନା କରି ସୁସ୍ଥ, ସହନପଟୁ, ସ୍ୱାସ୍ଥ୍ୟପ୍ରଦ ଖାଦ୍ୟ ସେବନ କରିବାକୁ ହବ। ଏବେ ଏଇ ଯୋଉ ନିୟମଟା, ସ୍ୱାସ୍ଥ୍ୟର ବିଧିଟାକୁ ଯିଏ ମାନିବ ତାର କେବେ ରୋଗ ବୈରାଗ ହବ ନାହିଁ। ନିରାମିଷ ଆହାରରେ ଆମିଷ ରୋଗେଚ୍ଛାକୁ ସବୁଦିନ ପାଇଁ ତଡ଼ି ଦେଇ ପାରିବାର କ୍ଷମତା ରଖେ। ବହୁ ରୋଗର ମୂଳୋତ୍ପାଟନ ହୁଏ ନିରାମିଷ ଖାଦ୍ୟ ଦ୍ୱାରା। ବଂଶାନୁଗତିକ ରୋଗ ମଧ୍ୟ ବଢିପାରେ ନା, କାରଣ ଯେତେ ଅଧିକା ପରିମାଣର ଆମେ ମାଛ ମାଂସ ଯୁକ୍ତ ସବୁ ଖାଦ୍ୟ ଖାଇବା, ତାହେଲେ ଆମର ସେଲ ଡିଭିଜନ ଗୁଡାକ, କୋଶିକା ଗୁଡାକ ବୃଦ୍ଧି ପ୍ରାପ୍ତ ହବ। ତେଣୁ ଏଇଗୁଡାକ ମଧ୍ୟ ଆସ୍ତେ 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 କମିଯିବ। ସୁସ୍ଥ ଖାଦ୍ୟ ଖାଇବା ଦ୍ଵାରା ବୃତ୍ତି ପ୍ରବୃତ୍ତିର ଯୋଉ ଖରାପ ଆକର୍ଷଣ, ତାହା ମଣିଷକୁ କମ କରିକି ରଖିବ। ତେଣୁ ଏଥିରେ ମଣିଷ ଅସତ୍ ପ୍ରତି, ଲୋଭ ପ୍ରତି, ପ୍ରଲୋଭନ ପ୍ରତି ବଢେ ନା। ଏମିତି ଟିକେ ଟିକେ ଲାଞ୍ଚର କାରବାର କରି ଧପେଇ ମାରି କାମ କରିବାକୁ ଚାହେଁ ନା। ସୁୟ ଅର୍ଜିତ ପରିଶ୍ରମ ଦ୍ୱାରା ସେ କାମ କରିବ, ସେତିକିରେ ହିଁ ସନ୍ତୁଷ୍ଟ ରହିବ। ଅଯଥା ତାର ପ୍ରୟୋଜନକୁ ସେ ବଢେଇବ ନାହିଁ। ସବୁଠାରୁ ବଡ କଥା ହଉଛି ଯେ ସବୁ ଦୁଃଖ, ଯନ୍ତ୍ରଣା, କଷ୍ଟ, ଅଭାବ, ଅସୁବିଧାର ମୂଳ କାରଣ ହଉଛି କଣ ନା ପ୍ରବୃତ୍ତି ପରତନ୍ତ୍ରତା। ପ୍ରବୃତ୍ତି ଦ୍ଵାରା ଭାସିଯିବା, ପ୍ରବୃତ୍ତି ଦ୍ଵାରା ପରିଚାଳିତ ହବା, ଏଇଟା ହେଲା ସବୁଠୁ ଆମ ମାନଙ୍କର କର୍ମଫଳର ଦୁଃଖ ପାଇବାର, ଗଞ୍ଜଣା ପାଇବାର ପ୍ରକୃତ କାରଣ। ପ୍ରବୃତ୍ତି ପ୍ରତି ଆସକ୍ତି ମଣିଷକୁ ସର୍ବ ପ୍ରକାର ଦୁଃଖରୁ ଶିକାର କରେଇଥାଏ। ଏ ପର୍ଯ୍ୟନ୍ତ ସାରା ବିଶ୍ୱରେ ଯେତେ ମହାପୁରୁଷ, ମହାତ୍ମା, ସନ୍ଥ, ସଦଗୁରୁ, ଅବତାର ପୁରୁଷ ମାନଙ୍କର ଆବିର୍ଭାବ ହୋଇଛି, ସମସ୍ତେ ସେହି ପ୍ରବୃତ୍ତି ବା ଇନ୍ଦ୍ରିୟ ଶକ୍ତିରୁ ନିଜକୁ ମୁକ୍ତ କରିବାର ଆହ୍ୱାନ ଦେଇଛନ୍ତି। ଯେମିତି ଆପଣ ବୁଦ୍ଧ ଦେବଙ୍କର କଥା ଦେଖନ୍ତୁ, କୋମଳ ତୁଳିତଳ୍ପ ଶଯ୍ୟାରେ ଶୟନ କରିବନି। ଏଇ ଯୋଉ ଅହିଂସା ଆଚରଣ କର, ଆସ୍ତେୟ ଅର୍ଥାତ୍ ଚୋରି କର ନାହିଁ, ଅପରିଗ୍ରହ, ବ୍ରହ୍ମଚର୍ଯ୍ୟ ପାଳନର କଥା। ଗୀତାରେ ମଧ୍ୟ କେତେ କଥା କୁହାଯାଇଛି। ରାମାୟଣରୁ କେତେ ଶିଖିବାକୁ ମିଳୁଛି। ଆମର ବେଦରେ, ଆମର ଉପନିଷଦରେ କେତେ ଭଲ ଭଲ କଥା, କୋରାନରେ କେତେ ଭଲ ଭଲ କଥା, ବାଇବେଲରେ ମଧ୍ୟ ଅଛି। ତା ସହିତ ଆମର ଆହୁରି ଅନେକ ବିଦୁର ନୀତି, ଚାଣକ୍ୟ ନୀତି, ଭର୍ତ୍ତୃହରି ଶତକ, ନୀତି ଶତକ, ଏମିତି ଆହୁରି ବହୁତ ମାନେ ଭଲ ଭଲ ସବୁ ମାନେ ଗ୍ରନ୍ଥ ରହିଛି, ଯୋଉଥିରେ ବାରମ୍ବାର କି ବାରମ୍ବାର କି ବିଭିନ୍ନ ଉନ୍ନତ ଲୋକମାନେ ପ୍ରବୃତ୍ତିର କବଳରୁ ମୁକୁଳିବାର ଉପଦେଶ ପ୍ରଦାନ କରିଛନ୍ତି। ସବୁ ଧର୍ମରେ, ସବୁ ଶାସ୍ତ୍ରରେ, ସବୁ ବିଶ୍ୱାସରେ ଏଇଟା ରହିଛି ଯେ ମଣିଷ ଯଦି ଅସତ୍ ଉପାୟ ଅବଲମ୍ବନ କରିବ, ତାର କର୍ମଫଳ ଟା ଅସତ୍ ହେଇ ପଡିବ। ତେଣୁ ଏଇଟା ହିଁ ଆମକୁ ଶିକ୍ଷା ଦଉଛି ସ୍ୱସ୍ତୟିନୀର ମହାବ୍ରତ। ପ୍ରବୃତ୍ତିକୁ ନିୟନ୍ତ୍ରଣ କର, ଷଡ ରିପୁକୁ ଦମନ କର। ଏପରି
ଆହ୍ୱାନ ସମସ୍ତେ ଦେଇଛନ୍ତି, କିନ୍ତୁ ସେଇଟା ଏତେ ସହଜରେ କଣ ତ୍ୟାଗ କରାଯାଇ ପାରିବ? କାରଣ ଦମିତ ପ୍ରଭୃତି ପୁଣି ନାନାବିଧ ବିସ୍ଫୋରଣର କାରଣ ହୁଏ। ଆପଣ ଜାଣନ୍ତି ହେମକବିଙ୍କର ଘଟଣା ମଧ୍ୟ ଆମେମାନେ ଅନେକ ଥର ଆଲୋଚନା କରିଛନ୍ତି, ବର୍ଣ୍ଣନା କରିଛନ୍ତି। ତେଣୁ ପ୍ରଭୃତି ଦମନ କରିବା, ନିୟନ୍ତ୍ରଣ କରିବା ଏତେ ସୋଜା ବ୍ୟାପାର ମଧ୍ୟ ନୁହେଁ। କିନ୍ତୁ ଠାକୁର ଅନୁକୂଳ ଚନ୍ଦ୍ର ଏକ ସହଜ ଉପାୟ ବତେଇଛନ୍ତି। ପ୍ରବୃତ୍ତିକୁ ଦମନ କରନା, ତ୍ୟାଗ କରିବାର ଅପଚେଷ୍ଟା କରନା। ପ୍ରବୃତ୍ତିରୁ ମୁକ୍ତ ହବା ପାଇଁ କଠୋର ସାଧନାର ଆବଶ୍ୟକତା ନାହିଁ। ବରଂ ସ୍ୱସ୍ଥ ୟନର ଦ୍ଵିତୀୟ ବିଧି ବୃତ୍ତି ପ୍ରବୃତ୍ତିକୁ ନିରୋଧ କରି ଇଷ୍ଟ ସ୍ୱାର୍ଥ ପ୍ରତିଷ୍ଠା ପନ୍ନ କରି ଚଲାଇବା ମାଧ୍ୟମରେ ବୃତ୍ତି ପ୍ରବୃତ୍ତିକୁ ଇଷ୍ଟାର୍ଥ ବିନିଯୋଗ କରିବାର କଥା କହିଛନ୍ତି। କାମଭାବରୁ କେହି ମୁକ୍ତି ପାଇନାହାନ୍ତି, ପାଇପାରି ନାହାନ୍ତି ମଧ୍ୟ। ମାତ୍ର ଇଷ୍ଟାର୍ଥେ ବିନିଯୋଗ କରିବାକୁ ଯାଇ ସୁବିବାହ ଦ୍ୱାରା ତାର ସଦୁପଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଲୋଭ ନିଜ ପାଇଁ ନ କରି ଇଷ୍ଟଙ୍କ ସ୍ୱାର୍ଥ ପାଇଁ କରିବା ଦ୍ୱାରା ତାହା ପ୍ରଶମିତ ହୁଏ ଏବଂ କ୍ରମଶଃ ସମାହିତ ହୋଇ ଚାଲେ। ଏହିପରି ସମସ୍ତ ବୃତ୍ତି ପ୍ରବୃତ୍ତିର ପ୍ରଶମନ ଓ ସଦୁପଯୋଗ ହେଇପାରିବ। ପ୍ରବୃତ୍ତି ଯାହାର ଅଧୀନ ସେ ମୁକ୍ତ। ସଂସାରରେ ରହିବି ସବୁର ଊର୍ଦ୍ଧ୍ୱରେ ତାର ବାସ। ସେ ବ୍ୟକ୍ତି ସଦା ଆନନ୍ଦ ଭାବରେ ହିଁ ବିଚରଣ କରିଥାଏ। ଗ୍ରହମାନେ ସିଧାସଳଖ ଭାବେ ଆମକୁ ପ୍ରଭାବିତ କରିପାରନ୍ତି ନାହିଁ। ସେମାନଙ୍କର ମାଧ୍ୟମ ପ୍ରବୃତ୍ତି ହଉଛି ଏଇ ପ୍ରଭୃତି ଆସକ୍ତି। ତେଣୁ ଯେମିତି ଆମର କଥା ରହିଛି ଜ୍ୟୋତିଷରେ, ଯେ କାମ ପ୍ରବୃତ୍ତି ଦେଇ ଶୁକ୍ର ଗ୍ରହ ହଇରାଣ କରିଥାଏ। କ୍ରୋଧ ପ୍ରବୃତ୍ତି ଦେଇ ମଙ୍ଗଳ ଗ୍ରହ ଝାଡା ବାନ୍ତି କରେଇଥାଏ। ସରି, ଝଗଡା ଝାଟି କରେଇଥାଏ। ଏପରି ସମସ୍ତ ଗ୍ରହର କିଛି ନା କିଛି ରହିଛି। ରାହୁ ଖରାପ ହେଲେ କଣ ହବ, କେତୁ ମକର ଦଶାରେ କଣ ହବ, ବହୁତ କଥା ଜ୍ୟୋତିର୍ବିଦ୍ୟାରେ ଲେଖା ହେଇଛି। ତ ଆମେ ଖାଲି ସେଗୁଡା ଶୁଣିବା ଯେ ଅମକ ଗ୍ରହ ଖରାପ ହେଲେ କଣ ହବ, ସମକ ଗ୍ରହ ଖରାପ ହେଲେ କଣ ହବ, ତାକୁ ଖାଲି ଶୁଣିବା ନା ସେଥିରୁ କିଛି ରିମେଡି ପାଇବାର ଚେଷ୍ଟା ଟା ବି ଆମେ ମାନେ କରିବା। ତେଣୁ ଆମର ଉଦ୍ଦେଶ୍ୟ ହେଲା ଆମେ ମାନେ ରିମେଡି ପାଇବା। ତେଣୁ ଏଇପରି ଯେତେ ସବୁ ଗ୍ରହ ବିଭିନ୍ନ ପ୍ରବୃତ୍ତିକୁ ଆମ ମାନଙ୍କର ଆଶ୍ରୟ କରି ମନୁଷ୍ୟକୁ ଉତ୍ପୀଡନ କରିଥାନ୍ତି। କାରଣ ଆମର କର୍ମ ଫଳ ଗୁଡା ସେମିତି ଥାଏ। ତେଣୁ ଭୋଗା ଭୋଗ ବି ସେମିତି ହୁଏ। ତ ପ୍ରବୃତ୍ତି ପ୍ରତି ଆମେ ଯେତେ ଆସକ୍ତ ହବା ସେତେ ଗ୍ରହଙ୍କର ଉତ୍ପୀଡନାର ଶିକାର ବି ହବା। ଯଦି ପ୍ରବୃତ୍ତିକୁ ନିଜ ନିୟନ୍ତ୍ରଣରେ ରଖିବା ତେବେ ଗ୍ରହ ବି ନିଜ ଆୟତ୍ତରେ ଆସିବେ। ଆଉ ପୀଡା ଦେଇପାରିବେ ନାହିଁ। ସେଥିପାଇଁ କଥା ରହିଛି ଯେ କିଂ କୁର୍ବନ୍ତି ଗ୍ରହା ସର୍ବେ ୟସ୍ୟ କେନ୍ଦ୍ରେ ବୃହସ୍ପତି। ଯାହାଙ୍କର କେନ୍ଦ୍ରରେ ଦେବଗୁରୁ ବୃହସ୍ପତି ଅଛନ୍ତି ତାଙ୍କର ଗ୍ରହ ଦଶା କଣ କରିପାରିବ? କାରଣ ବୃହସ୍ପତି କେତେ ବଡ ତ ଆପଣ ଜାଣନ୍ତି। ଆମର ସୌର ଜଗତର ସବୁଠୁ ବଡ ଗ୍ରହ ହେଲା ବୃହସ୍ପତି। ଯାହା ଭିତରେ 1300 ପୃଥିବୀ ପଶି ଯାଇ ପାରିବ। ଯାହା ଭିତରେ ଅଲଗା ସବୁ ଯେତେ ଗ୍ରହ ବୁଧ ଶୁକ୍ର ସେମାନେ ଛୋଟ ହିଁ ପୃଥିବୀଠୁ। ମଙ୍ଗଳ ବି ଛୋଟ। ତ ଏଇଭଳିଆରେ ସେମାନେ କେତେଟା ପଶିଯିବେ। ଇଭିନ୍ ଆପଣ ଯୋଉ ଶନି ଭଳିଆ ଦେଖନ୍ତୁ 300 400 ଟା ଗ୍ରହ ବି ବୃହସ୍ପତି ଭିତରେ ପଶିଯିବ। କେତେ ବଡ? ଏତେ ବଡ। ଆଉ ଆଜି ମଧ୍ୟ ପୃଥିବୀ ଉପରକୁ ଯେତେ ବିପଦ ଆସେ ଯେତେ ଉଲ୍କା ଧୂମକେତୁ ଆଉ କଣିକା ପିଣ୍ଡ ସବୁ ଅଛନ୍ତି ଏମାନଙ୍କୁ ବୃହସ୍ପତି ହିଁ ରକ୍ଷା କରିଦଉଛି। ନହେଲେ ପୃଥିବୀରେ ସେମାନେ ମାଡ ହେଇକି ଆମ ମାନଙ୍କର ଧନ ଜୀବନ କେବେଠୁ ହିଁ ନଷ୍ଟ ହେଇଯାଆନ୍ତା। ଆମେ ଏତେ ରକ୍ଷା କରିପାରନ୍ତୁନି। ତେଣୁ ବୃହସ୍ପତି ଅଛି ବୋଲି ପୃଥିବୀ ରକ୍ଷା ପାଉଛି। କାରଣ ତାର ଆକର୍ଷଣର ଶକ୍ତି ବହୁତ ଅଧିକା। ସେ ଅଲଗା ସବୁ
ମାନେ ଯେତେ ଧୂମକେତୁ ଆସୁଛନ୍ତି ଫ୍ରିକ୍ୱେଣ୍ଟଲି, ଯେତେ ଉଲ୍କା ପିଣ୍ଡ ଆସୁଛନ୍ତି, ଆଉ ଯେତେ ସବୁ ଛୋଟ ଛୋଟ ଗ୍ରହାଣୁ ପୁଞ୍ଜ ଅଛନ୍ତି, ସେ ସବୁକୁ ହିଁ ସେ ଆକର୍ଷଣ କରିକି ରଖି ଦଉଛି। ଆଉ ତାର ଆକର୍ଷଣରେ ଆପଣ ମାନେ ଏଇଟା ବି ଜାଣନ୍ତି ଯେ ମଙ୍ଗଳ ଆଉ ବୃହସ୍ପତିର ଯୋଉ ଆକର୍ଷଣ ଫଳରେ, କାରଣ ପୃଥିବୀ ପରେ ମଙ୍ଗଳ ରହିଛି, ମଙ୍ଗଳ ଆଉ ବୃହସ୍ପତିର ମଝିରେ ରହିଛି କାଇପର ବେଲ୍ଟ, ଯୋଉଠି କି ଖାଲି ଆଷ୍ଟ୍ରଏଡ ମାନେ ଖାଲି ଗ୍ରହାଣୁ ପୁଞ୍ଜ ଗୁଡାକ ହିଁ ବୁଲୁଛନ୍ତି। ଇତି ଖଣ୍ଡ ଖଣ୍ଡ ଟିକି ଟିକି ହେଇକି ବୁଲଛନ୍ତି। ସେଗୁଡା ଯଦି ପୃଥିବୀ ଚାରିପଟେ ଥାନ୍ତେ, ପୃଥିବୀର କି ଅବସ୍ଥା କରୁଥାନ୍ତେ। ତେଣୁ ପୃଥିବୀର ଖରାପ ଅବସ୍ଥାକୁ ରକ୍ଷା କରୁଛି କିଏ? ବୃହସ୍ପତି। ସେଇଥିପାଇଁ କୁହାଯାଏ ଯେ କିଂ କୁର୍ବନ୍ତି ଗ୍ରହ ସର୍ବେ ୟସ୍ୟ କେନ୍ଦ୍ରେ ବୃହସ୍ପତି। ଯାହାଙ୍କର କେନ୍ଦ୍ରରେ ବୃହସ୍ପତି ଅଛନ୍ତି, ତାଙ୍କର କୌଣସି ଗ୍ରହ ଦଶା କେବେ କିଛି ବି କରିପାରିବେ ନାହିଁ। କାରଣ ଏଇଟା ତାଙ୍କର ପ୍ରଭାବ, ତାଙ୍କର ଯୋଉ ଆକର୍ଷଣ ଟା ରହିଛି, ତାଙ୍କର ଯୋଉ ଆଟ୍ରାକ୍ଟିଂ ପାୱାର, ସେଇଟା ହିଁ ନାହିଁ। ଯାହାର ସେ ଖରାପ ରେ ପଡିବ ହିଁ। ତେଣୁ ଯେତେବେଳେ ଗୁରୁ ପ୍ରୋମିନେଣ୍ଟ ହେବେ, ସେତେବେଳେ ଅଲଗା କୌଣସି ଗ୍ରହ ଦଶା ତାଙ୍କର କିଛି ହିଁ ଛୁଇଁ ପାରିବନି। ଯେମିତି କହନ୍ତି ନା, ବାଲ ବି ବାଙ୍କା ନେଇ କର ସକତା। ତାଙ୍କ କେଶାଗ୍ର ବି କେବେ ସ୍ପର୍ଶ କରିପାରିବ ନାହିଁ। ତେଣୁ ଆମକୁ ନିଷ୍ଠାର ସହ ଗୁରୁଙ୍କ ପ୍ରତି ନିଷ୍ଠା ରଖି ଚାଲିବାକୁ ପଡିବ। ଆଉ ଏଇ ନିଷ୍ଠାଟା ମଧ୍ୟ ରକ୍ଷା ହେଇପାରିବ କେମିତି ନା, ସ୍ଵସ୍ତୟନୀ ଦ୍ଵାରା ଆମର ଗ୍ରହ ଦଶା ଟା ଖଣ୍ଡନ ହବ। ସ୍ୱସ୍ତୟନୀ ବ୍ରତ ଯଦି ଆମେ କଣ୍ଟାଏ କଣ୍ଟାଏ ମାନି ଚାଲୁ, ତାହେଲେ ଏଥିରେ ଗ୍ରହ ଦଶ ଖଣ୍ଡନ ସମ୍ଭବ। କେବଳ କଥାରେ ନୁହେଁ, କାର୍ଯ୍ୟ କରିବା ଆବଶ୍ୟକ। କାୟ ଓ ମନୋବାକ୍ୟରେ ସ୍ୱସ୍ତୟନୀର ପାଞ୍ଚଟି ଯାକ ନିୟମକୁ ପ୍ରମୁଖ କରି ପାଳନ କରିବା ଦରକାର। ଆମର ପାଞ୍ଚଟି ନିୟମ ବହୁ ଭାବରେ ଆଗରୁ ଆଲୋଚନା ହେଇଛି। ବହୁତ ସୁନ୍ଦର ଭାବରେ ପୁରା ଡିଟେଲ ଗୋଟେ ଗୋଟେ ନିୟମକୁ ନେଇ ଆଲୋଚନା ହେଇଛି। ତ ଆମେ କେତେ ପାଳନ କରୁଛେ, ଏଇଟା ହେଲା ସବୁଠୁ ବଡ କଥା। ଆଉ ସଦାଚାର ଟାକୁ କେମିତି ପାଳନ କରୁଛେ ଅକ୍ଷୁର୍ଣତାର ସହ, ସେଇଟାକୁ ଯଦି ରଖିକି ଚାଲିବା ତାହେଲେ ହବ। ତାହା ନ ହେଇକି ଯଦି କେବଳ ନିୟମ ଆଲୋଚନା କରିବା, କଥା କହିବା, ତାହେଲେ କିନ୍ତୁ ହବ ନାହିଁ। ତେଣୁ ଆମକୁ ସ୍ୱସ୍ତୟନୀର ଯୋଉ ପାଞ୍ଚଟି ନିୟମକୁ କଣ୍ଟାଏ କଣ୍ଟାଏ ପାଳନ କରିବାକୁ ହବ, ଜୀବନର ପ୍ରତ୍ୟେକଟି ପଦକ୍ଷେପରେ କାୟ ଓ ମନୋବାକ୍ୟରେ। ଆମେ କାହାକୁ ଦେଖିବା ପାଇଁ ନିୟମ ପାଳନ କରୁନେ, ଆମର ଅନ୍ତରକୁ ବିକଶିତ କରିବା ପାଇଁ, ଅନ୍ତର ମନ୍ଦିରକୁ ଡେଭଲପ କରିବା ପାଇଁ, ଆମ ନିଜର ଚଳନୀରେ ସୁଧାର ଆଣିବା ପାଇଁ ଆମକୁ ସ୍ୱସ୍ତୟନୀ ପରିପାଳନ କରିବାକୁ ପଡିବ। ପାଞ୍ଚଟି ଯାକ ନିୟମକୁ ପ୍ରାଣ ଭରି ପାଳନ କରିବାକୁ ପଡିବ। ତା ଭିତରେ ସଦାଚାର ହେଲା ପ୍ରମୁଖ ଅଙ୍ଗ। ଯତ୍ର ତତ୍ର ଭକ୍ଷଣ ନ କରିବାଟା ଗୋଟେ ବହୁତ ପ୍ରଭାବ ଆମ ମାନଙ୍କ ଉପରେ ପକେଇବ। ଆଉ ପ୍ରତିନିତ୍ୟ ଆମେ ଯାଜନ ପରାୟଣ ହବା। ପ୍ରତ୍ୟେକଟି ଲୋକ ଆଟଲିଷ୍ଟ ଗୋଟିଏ ଲୋକକୁ ତ ଯାଜନ କରୁ। ଯୋଉଟା କି ବର୍ତ୍ତମାନ ଆମେ କୋଉଠି ଦେଖିବାକୁ ପାଉନା। ବହୁତ ସତ୍ସଙ୍ଗ ଗୁଡାକରେ କହୁଛନ୍ତି, ହେ ଯାଜନ ଫାଜନ କଣ? ସେଗୁଡାକ ସବୁ ପୁରୁଣା କଥା। ସେଇ କଥା କଣ କହୁଛ? ଯାଜନ କରିବାର ଆବଶ୍ୟକତା ନାହିଁ। ତେଣୁ ଆଜି ସତ୍ସଙ୍ଗର ଦୁରାବସ୍ଥା ଏଇ ସ୍ତରକୁ ଚାଲି ଯାଇଛି, ଯେ ସବୁ ଜାଗାରେ ଖାଲି ଭଜନ କୀର୍ତ୍ତନ ର ଆସର ଜମିଛି। ଯୋଉଟା କି ମାନେ ଘଣ୍ଟେ, ମାନେ 1.5 ଘଣ୍ଟାରୁ ଘଣ୍ଟେ 15 ମିନିଟ ସବୁ ଜାଗାରେ ଯାଜନ। ଆଉ 5 ମିନିଟରେ କିଏ କଣ ଠିଆ ହେଇକି କହୁଛନ୍ତି, ତାର କିଛି ଅତା ପତା ନାହିଁ। କିନ୍ତୁ ଏଇଟା ହିଁ ଯେ ଆମ ମାନଙ୍କର ଅଧପତନର କାରଣ ହେଇଗଲାଣି। ଆଉ ଦିନକୁ ଦିନ ଆମେ ତଳୁକୁ ଖସି ଯାଉଛୁ ଠାକୁରଙ୍କ ନୀତିରୁ, ଏଇଟା ସମ୍ଭବତଃ କୌଣସି ସତ୍ସଙ୍ଗୀ ମାନଙ୍କର ଧାରଣାରେ ନାହିଁ। ତେଣୁ ଯାଜନର ଯାଜନ ପୁଣି କଣ? ଆଉ ବହୁତ ଥର ଆମେ ଆଗରୁ ଆଲୋଚନା କରିଛେ ବି, ଯେ ପ୍ରେଷ୍ଠ ପୂଜା, ପ୍ରେଷ୍ଠ ଦାନୀ, ପୃଷ୍ଠ ସଙ୍ଗ ନିଶାରେ ରଙ୍ଗିଳ ମାତାଲ ରକମ ଯେଉଁଠି ଯାଜନ କହେ ତାରେ। ଇଷ୍ଟଙ୍କର ନିଶାଟା ମଣିଷ ପାଇକି ଯିବ। ସେ ଗପର ଆଲୋଚନା ହଉ, ଗୀତର କଥା ହଉ, କୌଣସି ମହାପୁରୁଷଙ୍କର ଜୀବନୀ ହଉ, ଛଳରେ ଠାକୁରଙ୍କର କଥାଟାକୁ ଲୋକଙ୍କ ମୁଣ୍ଡରେ ଏ ପ୍ରକାରର ଭକ୍ତି କରେଇଦବା ଦରକାର, ଯେମିତି ଲୋକ ସପ୍ତାହେ ପାଇଁ ପ୍ରେରଣା ପାଇକି ଯିବ।
ସଦା ସର୍ବଦା ପ୍ରେରଣା ଦୀପ୍ତ ହବ। ଯେତେ ଯାଜକଙ୍କର ସଂଖ୍ୟା ବୃଦ୍ଧି ହବ ସେତେ ଜଗତର ମଙ୍ଗଳ ହବ। ଯେତେ ଯାଜନ ଚାରିଆଡେ ଚାଲିବ ଜ୍ଞାନର ଆଲୋଚନା ଚାଲିବ, ମଣିଷ ଜ୍ଞାନର ଖଡ୍ଗ ଦ୍ଵାରା ଅସତକୁ ନିରୋଧ କରିବ, ଅସତକୁ ବିନାଶ କରିଦବ। ତେଣୁ ଯାଜନ ଯେତେ ଉନ୍ନତ ହବ ସେତେ ଦେଶ ବି ଉନ୍ନତ ହବ। ଆଉ ଆମେ ମାନେ ଯାଜନ କହିଲେ କିନ୍ତୁ ଖାଲି ପୁରାଣ ପାଠର ଆଲୋଚନା କହିଲେ ହବନି। ଯାଜନ ସେ ପୁଣି କର୍ମ ସମୃଦ୍ଧ। ଆଜି ଯୋଉ ଦେଶ ଦେଖନ୍ତୁ ଚାଇନା କେତେ ଡେଭଲପ ହେଇଗଲାଣି। ୟୁରୋପିଆନ କଣ୍ଟ୍ରି ମାନେ ତ ଡେଭଲପ ହେଇଛନ୍ତି। କେମିତି? ତାଙ୍କର ପରିଶ୍ରମ ବଳରେ। ଏଇ ପରିଶ୍ରମ କରିବାକୁ ପ୍ରେରଣ କରାଉଥିବା କଥାଟା ହିଁ ତ ଯାଜନ। କିନ୍ତୁ ଆମେ ଯଦି ଏମିତି କଥା କହିବା ଯୋଉଥିରେ କାହାର କିଛି ପ୍ରେରଣା ହବନି, ଖାଲି ନେଗେଟିଭ କଥା ଥିବ, ସେଥିରେ ଅଲଗା ମାନଙ୍କର ମାନେ ମନକୁ କ୍ଷତି ପହଞ୍ଚୁଥିବ, ଆଘାତ ପହଞ୍ଚୁଥିବ, ଭଲ କଥା ହେଇଥାଉ କିନ୍ତୁ ତାହା ଯାଜନ ହେଲାନି। ଯାଜନ ସବୁବେଳେ ଚୁମ୍ବକୀୟ ଆକର୍ଷଣ ଶକ୍ତିର ଆଧାରରେ ଥିବ। ଅଲଗା ମାନଙ୍କୁ ଚୁମ୍ବକୀୟ ପ୍ରେରଣା ପ୍ରଦାନ କରୁଥିବ, ଯାହା ଭିତରେ ଲୋକ ଆଗକୁ ବଢି ଉଠିବେ। ଜୀବନ ବୃଦ୍ଧିରେ ଉନ୍ନତ ହେଇ ଦିନକୁ ଦିନ ବୃଦ୍ଧି ତତ୍ପର ହେଇ ଚାଲିବାଟା ହିଁ ଲୋକଙ୍କର ପ୍ରମୁଖ ଦିଗ ଥିବ, ସେଇଟା ହଉଛି ଯାଜନ। ତେଣୁ ଯେତେ ଯାଜକ ମାନଙ୍କର ସଂଖ୍ୟା ବୃଦ୍ଧି ହବ, ଯେତେ ଉନ୍ନତ କଥା, ଯେତେ ସୁସମୃଦ୍ଧ କଥା, ଇଷ୍ଟାର୍ଥ ପରାୟଣ ଯୁକ୍ତ ଚିନ୍ତା ରହିବ, ସେତେ ମଣିଷ ଗ୍ରହ ଦଶାର କବଳରେ କମ ପଡିବ। ଗ୍ରହ ଦଶା ତ ଆସିବ, ସେ ତାର ପଡିବ କୋଉ ମହାଗ୍ରହ ଦଶା କେତେ ବର୍ଷ ଭୋଗ ହବା କଥା ହବ। କିନ୍ତୁ ଗ୍ରହ ଦଶାର ପ୍ରବଳରେ ମଣିଷ କମ ପଡିବ, ଅର୍ଥାତ୍ ତାର ଚିନ୍ତା ଟା ମଣିଷକୁ ଘାରି ପାରିବନି। କାରଣ ସେ ନିଜ ଚିନ୍ତାରେ ଏତେ ବ୍ୟସ୍ତ ଥିବ, ଇଷ୍ଟଙ୍କର କାମ କରିବାରେ ଏତେ ବ୍ୟସ୍ତ ଥିବ ଯେ ତାକୁ ବେଳ କାହିଁ। ଅଲଗା ମାନଙ୍କର ଚିନ୍ତା କରିବା ପାଇଁ, ପରନିନ୍ଦା ପରଚର୍ଚ୍ଚା କରିବା ପାଇଁ, ଅଲଗା କ୍ରୁ ମାନେ ଖରାପ କାମ କରିବାକୁ ବେଳ ଥିଲେ ତ। କାରଣ ତା ମୁଣ୍ଡରେ ଯେ ଇଷ୍ଟ ପାଇ ବସିଛନ୍ତି, ଇଷ୍ଟଙ୍କୁ ପ୍ରଚାର କରିବା ହିଁ, ଇଷ୍ଟଙ୍କୁ ଭଲ ପାଇବା ହିଁ, ଇଷ୍ଟଙ୍କୁ ଗ୍ରହଣ କରି ଚାଲିବାଟା ହିଁ ତାର ଉଦ୍ଦେଶ୍ୟ। ତାର ଉଦ୍ଦେଶ୍ୟ ଆଉ କିଛି ନାହିଁ। ତେଣୁ ଯିଏ ସଦାସର୍ବଦା ଇଷ୍ଟାର୍ଥ ପରାୟଣ, ତାର ବ୍ରେନ ର ନର୍ଭସ ଗୁଡାକ ମଧ୍ୟ ଖୋଲିଯାଏ। ତା ବ୍ରେନ ର ଯୋଉ ସବୁ ନର୍ଭ ସେଲ ଗୁଡାକ ରହିଛି, ଏଗୁଡାକ ସବୁ ଇଷ୍ଟଙ୍କର ଭାବରେ ଭାବିତ ହୁଏ, ପ୍ରେରଣା ଦୀପ୍ତ ହୁଏ। ମଣିଷ ଇଷ୍ଟଙ୍କୁ ଅନୁସରଣ କରି ଚାଲୁ ଚାଲୁ ତାର ଯେ କି ପରିବର୍ତ୍ତନ ହୁଏ ତାହା କହି ଶେଷ କରାଯାଇ ପାରେ ନା। ତାର ଫଳ ହଉଛି ସ୍ୱସ୍ତୟନି। ତେଣୁ ଯୋଉମାନେ ନିୟମିତ ରୂପରେ ସ୍ୱସ୍ତୟନୀ ପ୍ରାଣ ଭରି ପାଳନ କରିବେ, ସଦାଚାରକୁ ପ୍ରାଣ ଭରି ପାଳନ କରିବେ, ସେମାନେ ଦୈନନ୍ଦିନ ଜୀବନରେ ପ୍ରତି ମୁହୂର୍ତ୍ତରେ ଅନୁଭବ କରିବେ ଯୋଉ କଥା ଯେ ଇଦମ ସ୍ୱସ୍ତୟନମ ଶ୍ରେଷ୍ଠମ୍ ବୁଦ୍ଧିମିଦମ ବିବର୍ଦ୍ଧନମ୍, ଅର୍ଥାତ୍ ଇଦମ ସ୍ୱସ୍ତୟନମ୍ ଶ୍ରେଷ୍ଠମ୍, ଅର୍ଥାତ୍ ଯିଏ ସ୍ୱସ୍ତୟନ ସିଏ ହିଁ ଶ୍ରେଷ୍ଠ। ତାର ହିଁ ବୁଦ୍ଧି ବିବର୍ଦ୍ଧିତ ହବ। ଏଇଟା ମନୁସ୍ମୃତିର ପ୍ରଥମ ଅଧ୍ୟାୟର 106 ନମ୍ବର କଥାର ଲେଖା। କାରଣ ସ୍ମୃତି ଶାସ୍ତ୍ରର ଯୋଉଟା ସବୁଠୁ ଉନ୍ନତ ସ୍ମୃତି ଶାସ୍ତ୍ର ସେଟା ହେଲା ମନୁସ୍ମୃତି। ତେଣୁ ଏଇଠି ସ୍ୱସ୍ତୟନୀ ଶବ୍ଦର ପ୍ରୟୋଗ କରାଯାଇଛି ପ୍ରଥମ ଥର ପାଇଁ କି ଆମେ ଦେଖୁ। ତେଣୁ ଇଦମ ସ୍ୱସ୍ତୟନମ ଶ୍ରେଷ୍ଠମ୍, ଯିଏ ସ୍ୱସ୍ତୟନ ସେ ଶ୍ରେଷ୍ଠ। ତାର ବୁଦ୍ଧି ଦିନକୁ ଦିନ ବିବର୍ଦ୍ଧିତ ହେଇ ହେଇ ଚାଲେ। ଅଥର୍ବ ବେଦ ସଂହିତାର 6 ଅଧ୍ୟାୟର 93 ନମ୍ବର ସୂକ୍ତରେ ବି ସ୍ୱସ୍ତୟନ ସୂକ୍ତ କଥା କୁହାଯାଇଛି। ଯେ କଣ ସ୍ୱସ୍ତୟନ ସୂକ୍ତ? ନା ପାପାନୁସାରେ ନିୟନ୍ତ୍ରଣ କରି ଦଣ୍ଡ ପ୍ରଦାନ କରୁଥିବା ଯମ ଦେବତା, ପାପୀ ମାନଙ୍କୁ ମାରୁଥିବା, ପୀଡା ପ୍ରଦାନ କରୁଥିବା ପୋଷକ, ହିଂସ୍ର, ଶସ୍ତ୍ର ନିକ୍ଷେପ କରୁଥିବା, ନୀଳ ଶିଖାଯୁକ୍ତ ନିଜର ସେନା ଦ୍ଵାରା ପାପୀ ମାନଙ୍କୁ ହିଂସା କରିବା ଉଦ୍ଦେଶ୍ୟରେ ଆକ୍ରମଣ କରୁଥିବା ଏହି ଦେବତା ଆମର ପୁତ୍ର ପୌତ୍ରାଦିଙ୍କୁ ସୁରକ୍ଷିତ ରଖି ସୁଖ ପ୍ରଦାନ କରନ୍ତୁ। ଏଇଟା ହଉଛି ଅଥର୍ବ ବେଦର ସ୍ୱସ୍ତୟନ ସୂକ୍ତ। ଗୋଟେ ମନ୍ତ୍ରର ଏଇଟା ତାର ଭାବାର୍ଥ। ତାମାନେ ସଂକଳ୍ପ ଦ୍ଵାରା, ଘୃତ ଆହୁତି ଦ୍ଵାରା ହୋମରେ ଏଇ ମନ୍ତ୍ରଟାକୁ ପାଠ କରିକି ହୋମ କରାଯାଏ। ଏଇ ମନ୍ତ୍ରର ଅର୍ଥଟା ସେୟା ଯେ ହେ ମରୁତ ଗଣ, ହେ ବିଶ୍ଵ ଦେବଗଣ, ଆପଣ ଅଘ ବିଷା ଯୁକ୍ତ, ଅଘ ଅର୍ଥାତ୍ ପାପ, ଅଘ ବିଷା ଯୁକ୍ତ କୃତ୍ୟା ଓ ତାହାର ସଂହାରକ ଶକ୍ତିରୁ ରକ୍ଷା କରନ୍ତୁ। ଏଠି ମିତ୍ର, ବରୁଣ, ଅଗ୍ନି, ସୋମଦେବ, ପର୍ଜନ୍ୟ ଅର୍ଥାତ୍ ମେଘ, ତ ଏମିତି ବର୍ଣ୍ଣନା କରେ। କାରଣ ସେ ସମୟରେ ବହୁ ଦେବାଦେବୀଙ୍କ ପ୍ରଚଳନ ବହୁ ଭାବରେ ଥିଲା, ବହୁତ ପ୍ରକାରର କଥା
କିନ୍ତୁ କ୍ଲାରିଫାଏ ସହକାରେ କୌଣସି ନିୟମଟାକୁ ସେଠି ପ୍ରଣୟନ କରାଯାଇନି, କେବଳ ଶ୍ଲୋକ ତାକୁ ଲେଖାଯାଇଛି। କିନ୍ତୁ ଠାକୁର ପାଞ୍ଚଟା ନିୟମରେ ସୁନ୍ଦର ଭାବରେ ଏଇଟାକୁ ବର୍ଣ୍ଣନା କରିଦେଇ ଗଲେ। ତ ତା ମାନେ ହଉଛି ଠାକୁର କଣ କହୁଛନ୍ତି ନା ସ୍ୱସ୍ତୟନୀ ମାନେ ହିଁ ହଉଛି ଭଲ ରହିବାର ପଥରେ ଚାଲିବା। ଆଉ ସେହି ଦକ୍ଷ ଚଳନାର ଦକ୍ଷିଣା ସ୍ୱରୂପ ଇଷ୍ଟ ସାନ୍ନିଧ୍ୟରେ ନିୟମିତ ଅର୍ଘ୍ୟ ନିବେଦନ, ଯେଉଁ ଅବଦାନକୁ ସମ୍ବଳ କରି ସେହି ନିଷ୍ଠା ତତ୍ପରତାରେ ସାରା ଦିନଟି ଚାଲି ହୁଏ, ସେହି ପାଞ୍ଚୋଟି ନୀତି ବିନାୟିତ ପଥରେ। ଧୃତି ବିଧାନ ଦ୍ଵିତୀୟ ଖଣ୍ଡ ବାଣୀ ସଂଖ୍ୟା 328। ପୁଣି କହୁଛନ୍ତି ନିଷ୍ଠା ଆକୁତ ତତ୍ପରତାରେ ସ୍ୱସ୍ତିର ପଥରେ ଚାଲିବା ହିଁ ହଉଛି ସ୍ୱସ୍ତୟିନୀ। ତାମାନେ ଗୋଟିଏ ଶବ୍ଦ ଯେ ନିଷ୍ଠା ଆକୁତ ତତ୍ପରତା, ନିଶେଷ ଭାବେ ଲାଗି ରହିବାର ଯୋଉ ଆକୁତି, ଯୋଉ ଆଗ୍ରହ, ତାର ତତ୍ପରତା। ତେଣୁ ଯୋଉଠି ଏଗୁଡାକ ନାହିଁ, ନିଷ୍ଠା ଆକୁତ ତତ୍ପରତା ନାହିଁ, ଲୋକ ନିଜର କାର୍ଯ୍ୟ ପ୍ରତି ବିମୁଖ, ଅଥଚ ସ୍ୱସ୍ତୟିନୀ ନେଇଛି ବିନା ପିଆଜ ରସୁଣ ଖାଉଛି ଆଉ ଅର୍ଘ୍ୟ ପ୍ରଦାନ କରୁଛି, ସେମାନେ ସ୍ୱସ୍ତୟିନୀ ଯୁକ୍ତ ବୋଲି କହିବାଟା କେତେ ଦୂର ଯୁକ୍ତିଯୁକ୍ତ ସେଇଟା ବି ମନେ ହୁଏନା। ସ୍ୱସ୍ତୟିନୀ ନିଥର ହେଇ ବସି ରହିବାର କାମ ନୁହେଁ। ଯିଏ ସ୍ୱସ୍ତୟିନୀ ନେଇଛି ସେ କାମ କରିବ ହିଁ। ସ୍ୱସ୍ତୟିନୀ ନେଇଛି ଦୀର୍ଘ ବର୍ଷର, କିନ୍ତୁ ଘରେ ଅଶାନ୍ତି ଲାଗି ରହିଛି, ପିଲାମାନେ ଯୋଗ୍ୟ ହେଲେନି, ତାମାନେ ସ୍ୱସ୍ତୟିନୀ ପ୍ରଚଳନ ହେଇ ହିଁ ପାରିନି। ଆମ ମାନଙ୍କର ଜୀବନରେ ବି ନୁହଁ କି ଆମେ ଘରେ ମଧ୍ୟ ସେଟାକୁ ଠିକ ଭାବରେ ମାନେ ପ୍ରବର୍ତ୍ତି ପାରିନାହାନ୍ତି। ଜୀବନ ବୃଦ୍ଧି ଆମର ଉନ୍ନତ ମାର୍ଗରେ ଯାଇପାରି ନାହିଁ। ତେଣୁ ଆହୁରି ଏଇଠୁ ଆମେ ମାନେ କଷ ହବା, ତାମାନେ ଆମକୁ ଆହୁରି କେତେ ମାନିବାର ଆବଶ୍ୟକତା ରହିଛି, କେତେ ଜାଣିବାର ଆବଶ୍ୟକତା ରହିଛି, କେତେ ବୁଝିବାର ଆବଶ୍ୟକତା ରହିଛି, ଏଇଟାକୁ ଆମକୁ ବଢେଇ ଚାଲିବାକୁ ହବ। ତେଣୁ ଆମେ ଯଦି ଠିକ ଠିକ ପାଳନ କରିବା ତାହେଲେ ଗ୍ରହ ଦଶା ଖଣ୍ଡନ ହବାକୁ ବାଧ୍ୟ। କୌଣସି ଗ୍ରହ ଦଶା, ଜଣେ ଆସିକି ଆଲୋଚନା ପ୍ରସଙ୍ଗରେ କ୍ୱେଶ୍ଚିନ୍ କରୁଛି 21 ଖଣ୍ଡରେ ଠାକୁର, ଆଉ ଆମେ ବିଭିନ୍ନ ମହାଗ୍ରହ ଦଶାରେ ପୀଡିତ, ଠାକୁର କହୁଛନ୍ତି ସ୍ୱସ୍ତୟିନୀ ଟାକୁ ସଜାଡେ, ନାମ ଟାମ ଟାକୁ ଠିକ ରେ କର, ସ୍ୱସ୍ତୟିନୀ ଚରଣାମୃତ ପାନ କର। ଯୋଉ ଗ୍ରହ ଦଶା ବି ଥାଉ ନା କାହିଁକି, ଠାକୁର ଗୋଟିଏ ନିର୍ଦ୍ଦେଶ ଦେଲେ, ନାମକୁ ଠିକ ରେ କର, ଆଉ ସ୍ୱସ୍ତୟିନୀର ଚରଣାମୃତ ପାନ କର, ସ୍ୱସ୍ତୟିନୀର ପାଞ୍ଚଟି ଯାକ ନିୟମକୁ ପ୍ରାଣ ଭରି ଅକ୍ଷୁର୍ଣ୍ଣ ରୂପରେ ପରିପାଳନ କର। ସେ ଯୋଉ ବି ହଉ, ରାହୁ କେତୁ ଶନି ବୃହସ୍ପତି ଯୋଉ ବି ମହାଗ୍ରହ ଦଶା ହଉନା କାହିଁକି, ତାହା କଟିବ। କାରଣ ସାରା ଜଗତର ଈଶ୍ୱର ପରମେଶ୍ୱର ନିଜେ ଆମକୁ ଏଇ ଅଭୟ ବାଣୀ ପ୍ରଦାନ କରିଛନ୍ତି, ତାଙ୍କର ଅଭୟ ନୀତି ପ୍ରଦାନ କରିଛନ୍ତି, ଯାହା ଭିତରେ ଦେଇ ଆମେ ମାନେ ଦିନକୁ ଦିନ ମଙ୍ଗଳର ଅଧିକାରୀ ହବା ହିଁ ହବା। ଏଥିରେ କୌଣସି ଦୁଇ ମତତା ନାହିଁ। ତେଣୁ ଆମକୁ ନିଷ୍ଠା ସହକାରେ ପରିପାଳନ କରି ଚାଲିବାକୁ ପଡିବ। ପରିପାଳନ ଛଡା କେବଳ ଟୁନକା ଟୁଣକି କରି, ଗୁଣି ଗାରେଡି କରି, ତାନ୍ତ୍ରିକ ମାନ୍ତ୍ରିକ ପାଖକୁ ଯାଇ ବେଶୀ ଦୂର ଆମେ ଗ୍ରହ ଦଶାକୁ ଘୁଞ୍ଚେଇ ପାରିବା ନାହିଁ। କାରଣ କର୍ମ ଫଳ ଭୋଗିଲେ କଟେ। ତେଣୁ ଗ୍ରହ ଦଶାକୁ ଆମକୁ ଭୋଗିବାକୁ ପଡିବ, କାରଣ ସେଇଟା ଆମର ହିଁ କର୍ମଟା, ସେଇଟା ହିଁ ଗ୍ରହ ଆକାରରେ ଆସିଛି। ତେଣୁ କର୍ମଫଳ ତ ଭୋଗିବା ହିଁ, କର୍ମଫଳ ତ ଆମକୁ ଭୋଗିବାକୁ ପଡିବ ହିଁ। ତେଣୁ ଆମ ମାନଙ୍କୁ ସ୍ୱସ୍ତୟନ ଚଳନରେ ଚାଲିବାକୁ ପଡିବ। ଯେତେ ଆମେ ସ୍ୱସ୍ତୟନ ଯୁକ୍ତ ଚଳନରେ ଚାଲିବା, ସେତେ ଗ୍ରହ ଦଶା ଆମର କିଛି କରିପାରିବ ନାହିଁ। ଜୟ ଗୁରୁ ସୁଭାଶ୍ରୀ।